ହଁ ଦେଖ ହେଲା ତ ଏଇଟା ଖ୍ରୀଷ୍ଟପୂର୍ବ 4000 ବର୍ଷ ପୂର୍ବରୁ ହିଁ କଣ ହେଇଛି ପିଲାମାନେ ଆରମ୍ଭ ହେଇ ସାରିଛି କିନ୍ତୁ ଗୋଟେ ପ୍ରାକୃତିକ ବିପର୍ଯ୍ୟୟ କାରଣ ଯୋଗୁଁ କୁହାଯାଏ ଯେ ଐତିହାସିକ ମାନଙ୍କର ତାଙ୍କର ତଥ୍ୟ ଅନୁଯାୟୀ ଜଳବାୟୁ ହେଲା ଏବଂ କୌଣସି ପ୍ରାକୃତିକ ବିପର୍ଯ୍ୟୟ କାରଣ ଯୋଗୁଁ କଣ ହେଇଥିଲା ନା ନଷ୍ଟ ହେଇଯାଇଛି ବା ଏହା ନଷ୍ଟ ହେଇକି ମାଟି ତଲେ ଅବଦମିତ ଅବସ୍ଥାରେ ରହିଯାଇଛି ତ ସେଇଟା କଣ କରିଛନ୍ତି ସେଇଟାକୁ ପୁଣି ଆମର ଯୋଉ ଐତିହାସିକ ମାନେ ଭିନ୍ନ ଭିନ୍ନ ଉପାୟରେ ତାହାକୁ ଆବିଷ୍କାର କରିବାକୁ ଚେଷ୍ଟା କରିଛନ୍ତି ଏବଂ ଏଇ ଯୋଉ ଆବିଷ୍କାର କରିବାର ପନ୍ଥାଟା ପ୍ରଥମେ କାହାଙ୍କ ଠାରୁ ଆରମ୍ଭ ହେଇଛି ନା ଚାର୍ଲସ ମେସନଙ୍କ ଠାରୁ ଆରମ୍ଭ ହେଇଛି ଯୋଉ ଜଣେ ପିଲାମାନେ ଦୁଃସାହସିକ ଯାତ୍ରୀ ଥିଲେ ଯାହାଙ୍କର ନାଁ ହଉଛି ଚାର୍ଲସ ମେସନ ମ୍ୟୁଟ କର ସମସ୍ତେ ନହେଲେ ଯେମିତି ସିଷ୍ଟମ ଥିଲା ସେମିତି କରିଦେବି ତୁମକୁ କୌଣସି ଆବଶ୍ୟକତା ନାହିଁ ଯେତେବେଳେ ମୁଁ ତୁମକୁ କୌଣସି ଜିନିଷ ପଚାରିବି ତେବେ ତୁମେ ମ୍ୟୁଟ ଅନ୍ କରିବ ନଚେତ କୌଣସି ମ୍ୟୁଟ କୁ ହାତ ଲଗେଇବାର ଆମର ଯୋଉ ମ୍ୟୁଟ ବଟନ ଅଛି ହାତ ଲଗେଇବାର କୌଣସି ଆବଶ୍ୟକତା ନାହିଁ ଦେଖ ତ ଜଣେ ଦୁଃସାହସିକ ଯାତ୍ରୀ ଥିଲେ ପିଲାମାନେ ଯାହାଙ୍କର ନାଁ ହଉଛି ଚାର୍ଲସ ମାସନ ଏବଂ ଏହାଙ୍କ ଠାରୁ ହିଁ କଣ ହେଇଥିଲା ନା ଆମର ଯୋଉ ହରପ୍ପା ସଂସ୍କୃତିର ଆବିଷ୍କାର ଯାତ୍ରାଟା ଆରମ୍ଭ ହେଇଥିଲା ସେ କଣ କରିଥିଲେ ନା ସେ ଥରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଯେତେବେଳେ ପ୍ରାକ୍ତନ ସେନାଧିକାରୀ ହିସାବରେ ଆମର ଭାରତକୁ ଭ୍ରମଣ କରିବା ପାଇଁ ଆସିଥିଲେ ତ ସେଇ ସମୟରେ କଣ ଦେଖିଥିଲେ ନା ସେଇ ସମୟରେ ସେ ବହୁତ ଗୁଡେ ସାନ ସାନ ମାଟି ଗଦା ବା ସାନ ସାନ ପରି ପାହାଡ ଗୁଡା ଦେଖିଥିଲେ ହେଲା ଯେତେବେଳେ କେଉଁଠାକୁ ଆସିଲେ ନା ହରପ୍ପା ଅଞ୍ଚଳକୁ ସେ ବୁଲି ଆସିଲେ ହରପ୍ପା ଅଞ୍ଚଳକୁ ବୁଲି ଆସିବା ସମୟରେ ସେ କଣ କରିଥିଲେ ନା ବହୁତ ଗୁଡିଏ ଛୋଟ ଛୋଟ ପାହାଡ ଦେଖିଥିଲେ ଏବଂ ତାରି ଉପରେ ସେ ଯେତେବେଳେ ଛିଡା ହୋଇଛନ୍ତି ତାରି ଉପରେ ଛିଡା ହେଇଛନ୍ତି ତ ତାଙ୍କୁ ଜାଣିବାକୁ ସେ ଚେଷ୍ଟା କରୁଛନ୍ତି ଯେ ପ୍ରକୃତିରେ ଏଇ ସାନ ସାନ ପାହାଡ ଗୁଡାକ କଣ ବା ଏତେ ଯୋଉ ଦେଖାଯାଉଛି ଛୋଟ ଛୋଟ ମାଟି ଗଦା ଏଇ ମାଟି ଗଦା କଣ ହେଇପାରେ ସେ ଜାଣିବାକୁ ଚେଷ୍ଟା କରୁଛନ୍ତି କାହିଁକି ଚେଷ୍ଟା କରୁଛନ୍ତି ନା ତାଙ୍କର ଯୋଉ ଦୃଷ୍ଟିଭଙ୍ଗୀ ଥିଲା ତାହା ଥିଲା ଗୋଟେ ଐତିହାସିକ ଦୃଷ୍ଟିଭଙ୍ଗୀ ଗୋଟେ ପ୍ରତ୍ନତାତ୍ତ୍ୱିକ ବିଦର ଦୃଷ୍ଟିଭଙ୍ଗୀ ତେଣୁ ସେ ଯେହେତୁ ବହୁତ ଗୁଡେ ବହୁତ ପ୍ରାଚୀନ କାଳରୁ ବହୁତ ମାନେ ତାଙ୍କର ଜୀବନ କାଳରେ ଯେହେତୁ କଣ କରିଥିଲେ ନା ପୂର୍ବରୁ ବି ବିଭିନ୍ନ ପ୍ରକାର ଆବିଷ୍କାର ବିଭିନ୍ନ ପ୍ରକାର ଜିନିଷର ଆବିଷ୍କାର ବିଭିନ୍ନ ପ୍ରକାର ସଭ୍ୟତାର ଖୋଜ କରିଥିଲେ ତେଣୁ ଏଇ ଜିନିଷକୁ ସେ ଜାଣିବାକୁ ଚେଷ୍ଟା କଲେ କିନ୍ତୁ କଣ କଲେ ନା ସେ କୌଣସି ତଥ୍ୟ ପାଇପାରିଲେ ନାହିଁ ତାପରେ ତାଙ୍କ ପରେ ଚାର୍ଲସ ମେସନଙ୍କ ପରେ କିଛି ବର୍ଷ ପରେ କିଏ ଆସିଛନ୍ତି ନା ଆସିଛନ୍ତି ପିଲାମାନେ ତୁମର ଟିକେ ରୁହ ଆସିଛନ୍ତି ତୁମର ଆଲେକଜାଣ୍ଡାର ବର୍ନେସ ହେଲା ଆଲେକଜାଣ୍ଡାର ବର୍ନେସ ନାମକ ଆଉ ଜଣେ ବ୍ୟକ୍ତି କିଏ ଆସିଲେ ଆଲେକଜାଣ୍ଡାର ବର୍ନେସ ନାମକ ଆଉ ଜଣେ ବ୍ୟକ୍ତି ଆସିଲେ ଏବଂ ଇଏ ଯେତେବେଳେ ଆସିଲେ ହେଲା ସେ ମଧ୍ୟ ସେ ମାଟି ଗଦାକୁ ଦେଖିଛନ୍ତି ଏବଂ ମାଟି ଗଦାକୁ ଦେଖି ମେସନଙ୍କ ପରି ଏହାର ଐତିହାସିକ ତଥ୍ୟ ବୁଝିବା ପାଇଁ ଚେଷ୍ଟା କରିଛନ୍ତି କିନ୍ତୁ ସେ ମଧ୍ୟ ବିଫଳ ହେଇଗଲେ ହେଲା ଆଲେକଜାଣ୍ଡାର ବର୍ନେସ ମଧ୍ୟ ବିଫଳ ହେଇଗଲେ ଏବଂ ପୁଣି କଣ କଲେ ନା ଯେତେବେଳେ ଜାଣିପାରିଲେନି କୌଣସି ତଥ୍ୟ ତାପରେ ସେ ତାଙ୍କ ଦେଶକୁ ପ୍ରତ୍ୟାବର୍ତ୍ତନ କଲେ ଏବଂ 3 ବର୍ଷରେ ଯେତେବେଳେ ଆଲେକଜାଣ୍ଡାର କୁନିଙ୍ଗମ ଆସିଲେ ତ ଆଲେକଜାଣ୍ଡାର କୁନିଙ୍ଗମ ପିଲାମାନେ 2 ଥର ଆସିଥିଲେ ଭାରତକୁ କେତେ କେତେବେଳେ ଆସିଥିଲେ ନା ଥରେ ଆସିଥିଲେ ପିଲାମାନେ ତୁମର 1850 ଦଶକରେ ପ୍ରଥମ ଥର ଯୋଉଟା ହେଲା ଆଲେକଜାଣ୍ଡାର ମନେ ରଖ ଆଲେକଜାଣ୍ଡାର କନିଙ୍ଗମ ଏପରି ହଉଛି ଜଣେ ବ୍ୟକ୍ତି ଯେ କି ଆମର ଭାରତର ଏଇ ହରପ୍ପା ଅଞ୍ଚଳକୁ 2 ଥର ଆସିଥିଲେ ଗୋଟେ ଥର ଯେତେବେଳେ ସେ ଆସିଥିଲେ 1850 ମସିହାରେ ତ 1850 ମସିହା ବେଳକୁ ଯେତେବେଳେ ଆସିଛନ୍ତି ନା ସେଇ ସମୟରେ ସେ ମଧ୍ୟ ମାଟି ଗଦାକୁ ଦେଖିଛନ୍ତି ତା ଉପରେ ଠିଆ ହେଇଛନ୍ତି ନିରୀକ୍ଷଣ କରିଛନ୍ତି କିନ୍ତୁ କୌଣସି ଜିନିଷ ତାଙ୍କୁ ଜଣା ପଡିଲା ନାହିଁ ତାପରେ ସେ ନିରାଶ ହେଇକି ଫେରି ଯାଇଛନ୍ତି ତାପରେ 2 ନମ୍ବର ଥର ଯେତେବେଳେ ଆସିଛନ୍ତି 1872 ମସିହାରେ ସେତେବେଳେ ସେ କଣ ହେଇଛନ୍ତି ନା ଗୋଟେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ମହାନ ନିର୍ଦ୍ଦେଶକ ଭାବରେ ସେ ଡ୍ୟୁଟି ପାଇକି ବା ଆମର ଯୋଉ କହୁ 4 ଦିନ ହେଲା ସେ 4 ଦିନରେ ସେମାନେ କଣ ଆସିଛନ୍ତି ନା ଆମର ଭାରତର ସେଇ ଅଞ୍ଚଳକୁ ଭ୍ରମଣ କରିବା ଉଦ୍ଦେଶ୍ୟରେ ଆସିଛନ୍ତି ଏବଂ ଆଲେକଜାଣ୍ଡାର କନିଙ୍ଗମଙ୍କର ତାଙ୍କର ମୁଖ୍ୟ କାର୍ଯ୍ୟ ବା ମୁଖ୍ୟ ତାଙ୍କର ଆମର କଣ କୁହାଯାଇପାରେ ତାଙ୍କର ରୁଚି ହେଉଥିଲା କଣ ନା ମାଟିକୁ ଖନନ କରିବା ମାଟିକୁ ଖନନ କରିକି ବିଭିନ୍ନ ପ୍ରକାର ଐତିହାସିକ ଜିନିଷକୁ ବାହାର କରିବା ତେଣୁ ସେ ଯେତେବେଳେ 1872ରେ 2ୟ ନମ୍ବର ଥର ଆମର ଭାରତକୁ ଆସିଲେ ସେଇ ହରପ୍ପା ଅଞ୍ଚଳକୁ ଯାଇକି କଣ କରିଛନ୍ତି ନା ପ୍ରତ୍ନତାତ୍ତ୍ୱିକ ଖନନ କରିବା ଆରମ୍ଭ କରିଛନ୍ତି ବା ସେ ଦେଖିଛନ୍ତି ଯେ ଯାଇକି ହଠାତ୍ ଯେ ଯୋଉ ମାଟି ଗଦାକୁ ସେ ଦେଖିଥିଲେ 1850 ମସିହାରେ ସେ 1850 ମସିହାରେ ଦେଖିଥିବା ସେ ମାଟି ଗଦାକୁ କଣ କହୁଛନ୍ତି ନା କେତେକ ଆମର ଇଞ୍ଜିନିୟର କଣ୍ଟ୍ରାକ୍ଟର ମାନେ ରେଳ ନିର୍ମାଣ କରୁଥିବା ରେଳ ନିର୍ମାତା ଇଞ୍ଜିନିୟର କଣ୍ଟ୍ରାକ୍ଟର ମାନେ କଣ କରୁଛନ୍ତି ରେଳବାଇର କଣ୍ଟ୍ରାକ୍ଟର ମାନେ ସେଇଟାକୁ ସେଇ ମାଟିକୁ
हटेकी सेठारु केते गुडे इटा काढिकी रेलबाई कार्य ताहाको निर्माण कार्य ताको व्यवहार कर दउचंती जो द्वारा सेही जिंस को देखिके तांको मन रे गुटे बाधा सृष्टि हला काहे की बाधा सृष्टि हला ना एई जो इटा को से माने नै की व्यवहार करचंती ताहा गुटे प्राचीन ऐतिहासिक सभ्यतार परिचय आउ सेटा कोन होउची ना सेटा गुटे सभ्यता ऊपरे आंज आसुची बा गुटे सभ्यतार क्षति कर दउची तो ताहा को देखिकी तापरे कोन तांको मन रे गुटे बाधा सृष्टि हेची तापरे से जिंस को तापरे बारण करचंती से माने एवं निजे से जानिबा को चेष्टा करचंती जे एई माटी तले प्रकृति रे कोन अछि क्यों सभ्यता अवदमित अवस्था रे अछि एवं सेति पई से कोन कोले ना निजे ही माटी तल को खोली की से सभ्यता को बाहर करबा को चेष्टा कले एवं जेते बेले माटी तले से खनन करूचंती तो खनन करबा समय रे तांको केते जिंस पिला माने केतेटा जिंस तांको हस्तागत होईची जोटाई कोन कोन ना हमर गृह सामग्री वस्त्र निर्मित केतक उपकरण माटीर खपरा कुज विहीन वृषभर चित्र कुज विहीन वृषभर चित्र थिबा केते गुडे मोहर एवं आ गुटी हमर जो माटी रे निर्मित केते गुडे और भिन्न भिन्न प्रकार पात्र ए जिंस माने तांको उपलब्ध होईची तो सेही समय रे तापरे से जानिबा को चेष्टा कले जे ए जो उपकरण गुडा को तांकर हस्तागत हैला हस्तागत जो होईची सेटा प्रकृति रे क्यों सभ्यता सहित जड़ित एटा सु जानिबा को चेष्टा कले किंतु रे पिला माने तांकर भाग्य खराब तांकर भाग्य को प्रकृति रे भगवान साथ देले नहीं ते सही कारण जो से कोन ना से एहा क्यों सभ्यतार क्यों कालर केते जुगर से जिंस को से अनुमान करिक सुधा जानी पारेले नहीं जो द्वारा से कोन होले ना निराश की पुणी तांको देश को फेरी गेले एवं सही सुजोगटा कहा को मिलला सही क्रेडिटटा ताहा को मिली से श्रेयटा परवर्ती समय रे सही श्रेयटा ए हप्पा संस्कृत जो आविष्कार श्रेयटा प्रकृति रे जॉन मार्सन को मिली जदि हुए तो अलेक्जेंडर कनिंगम जेते बेले खनन करथिले से समय रे जदि से जणे पारि थांते समस्त को जे एटा होउची हप्पा संस्कृत उपकरण एटा होउची हप्पा संस्कृति वासिंकर तांकर जो सिलमोहरटा एवं एटा होउची हप्पा संस्कृति समय रो केते गुटे पात्र ताहाले ए हप्पा संस्कृति आविष्कार करिवार से श्रेयटा कहा को दियंता जाई थांता अलेक्जेंडर कनिंगम को हाथ को अलेक्जेंडर कनिंगम को किंतु से जेतु से जिंस कहि पारले नहीं तापर कोन होची परवर्ती समय रे जेते बेले 1920 बा सॉरी 1920 कहजे पिला माने 1922-23 मसिया रे जेते बेले महानिदेशक होय आसिले जॉन मार्शल भारत को गुटे नया प्रत्नतात्विक सर्वे विभाग जेते बेले महानिदेशक नुआ गोटे जने व्यक्ति आछंती तो सही समय रे तांको नेतृत्व जेते बेले खनन करा गला तो सही हरप्पा संस्कृति जेते बेले आविष्कार करि पारले तो तांको सही श्रेयटा बा सही क्रेडिटटा गला आ तांको कहा गला ए हरप्पा संस्कृतिर प्रकृत आविष्कारक बोली काहा को कहा गला ना ए जो अछंती पिला माने सर जॉन मार्शल जेतु 1922-23 दशक समय रे भारतीय प्रत्नतात्विक सर्वे विभाग रो से थिले महानिदेशक एवं तांको नेतृत्व रे जेहेतु एही सभ्यता लोकलोचन को आसिला तेणु तांको कहा गला हरप्पा संस्कृति रो आविष्कारक बा उद्भावक बोली हैला एवं एही हरप्पा संस्कृति पिला माने दुई जण व्यक्तिंकर सहायता रे लोकलोचन को आसीदिला एवं केबे ना दयाराम से होचंती पिला माने जणे जनकर ना होची दयाराम साहनी एवं जणे होचंती राखाल दास बनार्जी तो 1920 मसिया बेलू कौन कले ना 1920 मसिया बेलू हमर दयाराम साहनी हरप्पा को खनन कले हला मन रख किए कहा को खनन करथिले ए जिंस तुमको मोस्ट इंपोर्टेंट एमसीक्यू माने दरकार पिला माने एवं एटा तुमर जो इंटरनल एग्जाम अछि इंटरनल एग्जाम मान कर आस्ते कंफ्यूज थांती पिला माने हला केबे हितिला एवं किए करथिला ए जिंस कंफ्यूज था जो दुई जण व्यक्ति अछंती ना जण राखाल दास बनर्जी एवं जण अछंती हमर किए तांकर ना दयाराम साहनी तेणु दुई जण व्यक्ति जेहेतु अछंती हम मन रे गुटे कंफ्यूज सृष्टि होय हमको डाउट लागिते जे के कोटा करथि हमें अल्दा बल्द कर दो तो अल्दा बल्द करिवार कोनसी आवश्यकता नहीं मन रख कोनसी बही को तुमको फॉलो करिवार आवश्यकता नहीं मु जहा कहूची सही मसिया गुडा को केवल जिग्री स्पष्ट हिसाब में लिखिबो 1920 मसिया रे कोन कोले ना दयाराम साहनी हरप्पा को आविष्कार कोले खाता कलम सब बेले रखिता सब पॉइंट गुडा को तुम शॉर्ट हिसाब रे लिखो हला 1920 मसिया बेलको दयाराम साहनी कोन करचंती ना हरप्पा रो आविष्कार करचंती केउथरा आविष्कार कोले से
ହରପ୍ପାର ଆବିଷ୍କାର କଲେ କେବେ 1920 ମସିହା ବେଳକୁ ଏବଂ ପରବର୍ତ୍ତୀ ସମୟରେ 1921 ମସିହାରେ ସେ କ'ଣ କରୁଛନ୍ତି ରାଖାଲ ଦାସ ବାନାର୍ଜୀ ଠିକ ସେମିତି ମହେଞ୍ଜୋଦାରୋର ଆବିଷ୍କାର କଲେ ଏବଂ ଏଇ ଦୁଇ ଜଣ ବ୍ୟକ୍ତି ହେଇଗଲେ ଆମର ହରପ୍ପା ଏବଂ ମହେଞ୍ଜୋଦାରୋର ଯଥାକ୍ରମେ ତାର ଖନନ କାର୍ଯ୍ୟ ସହାୟତା କରିଥିବାର ବ୍ୟକ୍ତି ଗୁଡାକ ହେଲା। ତ ହରପ୍ପାକୁ ଖନନ କଲେ ଦୟାରାମ ସାହାଣୀ 1920 ଏବଂ ମହେଞ୍ଜୋଦାରୋକୁ ଖନନ କଲେ ରାଖାଲ ଦାସ ବାନାର୍ଜୀ କେତେରେ 1921 ମସିହାରେ। କାହା ନେତୃତ୍ୱରେ ଖନନ କରିଛନ୍ତି ସାର ଜନ ମାର୍ଶଲଙ୍କ ନେତୃତ୍ୱରେ ଖନନ କରିଛନ୍ତି ଏବଂ ସାର ଜନ ମାର୍ଶଲ 1924 ମସିହାରେ ହରପ୍ପା ସଂସ୍କୃତିର ଆବିଷ୍କାର ସମ୍ପର୍କରେ ଗୋଟେ ଔପଚାରିକ ଘୋଷଣା କରିଦେଲେ ଏବଂ ସେହି କାରଣ ଯୋଗୁଁ ତାଙ୍କୁ କ'ଣ ବୋଲି କୁହାଗଲା ନା ହରପ୍ପା ସଂସ୍କୃତିର ପ୍ରକୃତ ଆବିଷ୍କାରକ ବୋଲି କୁହାଗଲା। ସେ ପିଲେ ଘୋଷଣା କରିଥିଲେ ଯେ ଆମର ଯୋଉ ହରପ୍ପା ସଂସ୍କୃତିକୁ ସେ ଯୋଉ ମାଟି ତଳୁ ଆବିଷ୍କାର କରିଛନ୍ତି ଏହି ସଂସ୍କୃତି କାହା ସହିତ ସମକାଳୀନ ଅଟେ ନା ମେସୋପୋଟାମିଆ ଏବଂ ଇଜିପ୍ଟ ସଭ୍ୟତାର ସମକାଳୀନ ଅଟେ ଅର୍ଥାତ୍ ଏହା ଖ୍ରୀଷ୍ଟପୂର୍ବ 2500 ବର୍ଷ ପୂର୍ବର ଅଟେ ବୋଲିକି ସେ କ'ଣ କଲେ ନା ତାଙ୍କୁ ସମସ୍ତଙ୍କର ଐତିହାସିକ ମାନଙ୍କର ସମ୍ମୁଖରେ ଗୋଟିଏ ଐତିହାସିକ ଘୋଷଣା କରିଦେଲେ ବା ଔପଚାରିକ ଘୋଷଣା କରିଦେଲେ। ତାପରେ ଦେଖ ଟିକେ ପିଲାମାନେ ଗୋଟେ ସେକେଣ୍ଡ ହ୍ୟାଲୋ
ଦେଖ ପିଲାମାନେ ସେ ଯୋଉ ପିଡିଏଫ ଟା ଆକ୍ଚୁଆଲି ଖୋଜୁଛି ମୁଁ ଯୋଉଟା ତୁମକୁ ତିଆରି କରିଥିଲି ସେଇଟା ପ୍ରକୃତରେ ପାଇଲିନି ରେ। ଦେଖ ତାର ଭୌଗୋଳିକ ବିସ୍ତୃତି ଜିଓଗ୍ରାଫିକାଲ ଏକ୍ସଟେଣ୍ଡ ଯୋଉଟା ଅଛି ସେଇଟା ଦେଖ। ପ୍ରକୃତରେ ସାର୍ ଜନ୍ ମାର୍ଶଲ ପ୍ରଥମେ ଯେତେବେଳେ ଏଇ ସିନ୍ଧୁ ସଭ୍ୟତାର ଯେତେବେଳେ ତାକୁ ଆବିଷ୍କାର କଲେ ତାକୁ ସିନ୍ଧୁ ସଭ୍ୟତାର ନାମ ଦେଇଥିଲେ। ମାତ୍ର ସ୍ଵାଧୀନତା ପରେ ହରପ୍ପା ସଭ୍ୟତା ଭାବରେ ତାହାକେ କଣ କରାଗଲା ନା ନାମିତ କରାଗଲା ଏବଂ ଯେତେବେଳେ ସ୍ଵାଧୀନତା ହେଇଥିଲା ପିଲାମାନେ 1922 ରୁ ନେଇକି 1922 ପରେ ସେ କରିଛନ୍ତି ନା ଏଟାକୁ ଆବିଷ୍କାର 1921 22 ବେଳକୁ ତ 1922 ବେଳକୁ ସେ 40ଟି ମାତ୍ର ସ୍ଥାନକୁ କଣ କରିଥିଲେ ନା ଖନନ କରିଥିଲେ ଏବଂ ଲୋକଲୋଚନକୁ ଆଣିଥିଲେ କିନ୍ତୁ 1947 ମସିହା ପର୍ଯ୍ୟନ୍ତ 1947 ମସିହା 1922 ରୁ ନେଇକି 1947 ମସିହା ମଧ୍ୟରେ କେବଳ 40ଟି ଜାଗାରେ ଖନନ କରାଯାଇଥିଲା। କିନ୍ତୁ 1947 ମସିହା ପରେ ଯେତେବେଳେ ଭାରତ ସ୍ଵାଧୀନ ହେଇଗଲା ନା ତା ପରବର୍ତ୍ତୀ ସମୟରେ କଣ କରାଯାଇଛି ନା କୁହାଯାଏ ଯେ ଐତିହାସିକ ମାନଙ୍କର ତାଙ୍କର ତଥ୍ୟ ଅନୁଯାୟୀ ପ୍ରାୟ 1400 ଜାଗାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 1400ଟି ଜାଗାରେ କଣ କରାଯାଇଛି ନା ଏଇ ଧ୍ୱଂସାବଶେଷର ସୂଚନା ମାନ ମିଳିଛି। ତାହେଲେ ତୁମେ ମାନେ ଅନୁମାନ କର ଯେ କେତେ କିଲୋମିଟର ପର୍ଯ୍ୟନ୍ତ ଏବଂ କେତେ ଦୈର୍ଘ୍ୟତା ପର୍ଯ୍ୟନ୍ତ ଆମର ଏଇ ଯୋଉ ପ୍ରାଚୀନ ସଭ୍ୟତା ଟା ବିସ୍ତୃତ ଥିବ ହେଲା ମନେ ରଖ 1400ଟି ସ୍ଥାନରୁ ପ୍ରାୟ ଆମର ଏଇ ହରପ୍ପା ସଂସ୍କୃତିର ତାହାର ଧ୍ୱଂସାବଶେଷର ତାର ଖୋଜ ଗୁଡାକ ମିଳିଛି ହେଲା ଏବଂ ଏହାର ତାର ବିସ୍ତୃତି କେମିତି ଥିଲା ପିଲାମାନେ ନା ଆମର ହରପ୍ପା ସଂସ୍କୃତାର ବିସ୍ତୃତି ପୂର୍ବ ଦିଗକୁ ଆଲାମଗିରିପୁର ଉତ୍ତରପ୍ରଦେଶର ଆଲାମଗିରିପୁର ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଠିକ ସେମିତି ପଶ୍ଚିମ ଦିଗକୁ ଆଫଗାନିସ୍ତାନର ମୁଣ୍ଡିକ ପର୍ଯ୍ୟନ୍ତ ପିଲାମାନେ ବିସ୍ତୃତ ଥିଲା ଏବଂ ଆମର ଦକ୍ଷିଣ ଦିଗକୁ ଗୁଜୁରାଟ ର ଭରଗତର ପର୍ଯ୍ୟନ୍ତ ଆମର ବିସ୍ତୃତ ଥିଲା ଏବଂ ଉତ୍ତର ଦିଗକୁ ଜାମ୍ମୁ ସ୍ଥିତ ମୁଣ୍ଡା ପର୍ଯ୍ୟନ୍ତ ବିସ୍ତୃତ ଥିଲା ହେଲା। ଆମର ଯୋଉ ଅଛି ଏହାର ବିସ୍ତୃତି କେମିତି ହେଇଛି ଏହାର ବିସ୍ତୃତି ପ୍ରକୃତିରେ ଆମର ପଶ୍ଚିମରେ ବେଲୁଚିସ୍ତାନର ସୁତକାଜେଣ୍ଡାର ହେଲା ପୂର୍ବରେ ଉତ୍ତରପ୍ରଦେଶର ମିରଟର ଆଲମଗିରିପୁର ଉତ୍ତରରେ କାଶ୍ମୀରର ମାଣ୍ଡା ଏବଂ ଦକ୍ଷିଣରେ ମହାରାଷ୍ଟ୍ରର ଦୟାମାବାଦ ବା ଆମର ଯୋଉ ଭରଗତ୍ର ବୋଲି କୁହାଯାଏ ତାକୁ ମଧ୍ୟ ଆଗରୁ କୁହାଯାଉଥିଲା ହେଲା। ତ ଏଇ ପର୍ଯ୍ୟନ୍ତ କଣ ଅଛି ନା ତାହାର ଭୌଗୋଳିକ ବିସ୍ତୃତି ଅଛି ତାର ଭୌଗୋଳିକ ବିସ୍ତୃତିକୁ ଯଦି ଦେଖିବା ଆମେ କଣ ହେଇଛି ନା ଏହାକୁ ପଶ୍ଚିମରୁ ବେଲୁଚିସ୍ତାନରୁ ସୁତ୍କାଜେଣ୍ଡା ପର୍ଯ୍ୟନ୍ତ ଏହାର ଭୌଗୋଳିକ ସ୍ଥିତି ଅଛି ବୋଲି କୁହାଯାଉଛି ଏବଂ ପୂର୍ବରୁ ଉତ୍ତରପ୍ରଦେଶର ମିରଟର ଆଲମଗିରିପୁର ପର୍ଯ୍ୟନ୍ତ ବିସ୍ତୃତ ଅଛି ବୋଲି କୁହାଯାଉଛି ଏବଂ ଉତ୍ତର ଦିଗରେ କଣ କୁହାଯାଉଛି ଜାମ୍ମୁ କାଶ୍ମୀରର ମାଣ୍ଡା ପର୍ଯ୍ୟନ୍ତ ଏହା ବିସ୍ତୃତି ହେଇକି ଅଛି ଏବଂ ଦକ୍ଷିଣ ଦିଗରେ ମହାରାଷ୍ଟ୍ରର ଦୟାମାବାଦ ପର୍ଯ୍ୟନ୍ତ ବ୍ୟାପିକି ଅଛି ବୋଲି କୁହାଯାଉଛି ଏବଂ ଏହାର ଆୟତନ କଣ ଏହାର ଆୟତନ ହଉଛି ପୂର୍ବରୁ ପଶ୍ଚିମ ଦିଗକୁ ଏହାର ଦୈର୍ଘ୍ୟ ହଉଛି କେତେ 1600 କିଲୋମିଟର ପର୍ଯ୍ୟନ୍ତ ମନେ ରଖ ତୁମେ ମାନେ ଖାତାରେ ଟିକେ ଲେଖି ରଖ ଯେ ଆମର ଯୋଉ ହରପ୍ପା ସଂସ୍କୃତି ଅଛି ହରପ୍ପା ସଂସ୍କୃତିର ତାହାର ପୂର୍ବରୁ ପଶ୍ଚିମକୁ କେତେ ଆୟତନ ଅଟେ ବା କେତେ ଦୈର୍ଘ୍ୟ ବିଶିଷ୍ଟ ଅଟେ ଏହାର ଆୟତନ 1600 କିମି ପର୍ଯ୍ୟନ୍ତ ଅଟେ ପୂର୍ବରୁ ପଶ୍ଚିମ ଦିଗକୁ ଏହାର ଦୈର୍ଘ୍ୟ 1600 କିଲୋମିଟର ଅଟେ ଏବଂ ଉତ୍ତରରୁ ଦକ୍ଷିଣକୁ ଏହାର ବିସ୍ତୃତି କେତେ ଅଟେ 1400 କିଲୋମିଟର। ଏଇ ସବୁ ଜିନିଷକୁ ନେଇ ତୁମର ପୋଲିଂ ରେ କ୍ୱେଶ୍ଚନ କରିବି କ୍ୱେଶ୍ଚନ ଯଦି ନ ଦେଇ ପାରିଛ ତାହେଲେ ସେତେବେଳେ କୁହା ଲେଖା ହବ ହେଲା। ତ କଣ ହେଇଛି ନା ଉତ୍ତରରୁ ଦକ୍ଷିଣକୁ ଏହା କେତେ ଦୈର୍ଘ୍ୟ ପର୍ଯ୍ୟନ୍ତ ବିସ୍ତୃତ ଅଟେ 1400 କିଲୋମିଟର ପର୍ଯ୍ୟନ୍ତ ବିସ୍ତୃତ ଅଟେ ଏବଂ ଏହାର ଭୌଗୋଳିକ କ୍ଷେତ୍ରଫଳ କେତେ ଏହାର ଭୌଗୋଳିକ କ୍ଷେତ୍ରଫଳ ଟୋଟାଲ ସର୍ବମୋଟ ଭୌଗୋଳିକ କ୍ଷେତ୍ରଫଳ ହଉଛି ପିଲାମାନେ 12,50,000 ବର୍ଗ କିଲୋମିଟର ପର୍ଯ୍ୟନ୍ତ ଏହାର ସାମଗ୍ରିକ କ୍ଷେତ୍ରଫଳ କେତେରେ ପିଲାମାନେ କ୍ଷେତ୍ରଫଳ ହଉଛି 12,50,000 ପର୍ଯ୍ୟନ୍ତ 12,50,000 ପର୍ଯ୍ୟନ୍ତ ଏହାର କଣ ହଉଛି ଆମର ଯୋଉ ସାମଗ୍ରିକ କ୍ଷେତ୍ରଫଳ ଅଛି। ଏବଂ ଏଇ ଯୋଉ ମହେଞ୍ଜୋଦାର ଗୁଡାକ ଥିଲା ପିଲା ମହେଞ୍ଜୋଦାରର ଯୋଉ ସରି ଏଇ ଯୋଉ ସ୍ଥାନ ଗୁଡାକ ଖନନ କରିଛନ୍ତି ସେ ସ୍ଥାନ ଗୁଡାକ କଣ କଣ ଦେଖ ଯେଉଁ ସ୍ଥାନ ମାନଙ୍କରେ ବିଭିନ୍ନ ପ୍ରକାର ଜିନିଷ ତାଙ୍କୁ ମିଳିଛି ବିଭିନ୍ନ ପ୍ରକାର ସୂଚନା ମିଳିଛି ସେଇ ସ୍ଥାନ ହଉଛି ମହେଞ୍ଜୋଦାର ସିନ୍ଧୁ ପ୍ରଦେଶ ଯୋଉଟା ସିନ୍ଧୁ ପ୍ରଦେଶରେ ଯୋଉ ଖନନ କରିଛନ୍ତି ମହେଞ୍ଜୋଦାର ସେ ମହେଞ୍ଜୋଦାରରେ ବିଭିନ୍ନ ପ୍ରକାର ସୂଚନା ମିଳିଛି ତାଙ୍କୁ ଆଉ ପଞ୍ଜାବରେ କଣ ଅଛି ହରପ୍ପାର ସୂଚନା ମିଳିଛି ଆଉ ପଞ୍ଜାବରେ ରୋପାର ସୂଚନା ବି ତାଙ୍କୁ ମିଳିଛି କାଲିବଙ୍ଗନର ମଧ୍ୟ ସୂଚନା ମିଳିଛି ରାଜସ୍ଥାନରୁ ଲୋଥାଲ ସୁରକାତାଡା ଧୋଲାବିରା ଚାନୋଦାର ଏଇ ସବୁ ଜିନିଷ ମାନେ କଣ ହେଇଛି ତାଙ୍କର ସୂଚନା ମିଳିଛି ଯେ ଏଇ ସ୍ଥାନ ମାନଙ୍କରୁ ଏଇ ପୂର୍ବରୁ ଯୋଉ ହରପ୍ପା ସଂସ୍କୃତି ଥିଲା ସେ ହରପ୍ପା ସଂସ୍କୃତିରେ ମାଟି ଭିତରେ ଅବଦମିତ ଅବସ୍ଥାରେ ଅଛି ଏବଂ ଏଠାରେ ସେମାନେ
ଅମକ କରୁଥିଲେ ଭିନ୍ନ ଭିନ୍ନ ଯୋଉ କାମ କରୁଥିଲେ ସେ କାମ ବିଷୟରେ ସେମାନେ କଣ କରୁଥିଲେ ନା ସୂଚନା ଦଉଥିଲେ ଏବଂ ଏମାନଙ୍କର ଜନସଂଖ୍ୟା କଣ ଥିଲା ଦେଖ ଏମାନଙ୍କର ଜନସଂଖ୍ୟା ହଉଛି ପ୍ରାୟତଃ ମହେଞ୍ଜୋଦାରରେ ଯୋଉ ରହୁଥିଲେ ମହେଞ୍ଜୋଦାର ହଉଛି ଗୋଟେ ସହରୀକରଣ ସଭ୍ୟତା ଏବଂ ମହେଞ୍ଜୋଦାର ସଭ୍ୟତାରେ ଯେତେ ସଂଖ୍ୟାରେ ବସବାସ କରୁଥିଲେ ସେମାନଙ୍କର ଯଦି କାଉଣ୍ଟ କରାଯାଏ ତାହେଲେ କେତେ ଲୋକ ତାମାନେ ସେଠି ବସବାସ କରୁଥିଲେ ନା 85,000 ଆନୁମାନିକ ହିସାବରେ ଯଦି କୁହାଯାଏ ଆମର ଐତିହାସିକ ମାନଙ୍କର ତଥ୍ୟ ଅନୁଯାୟୀ ତ 85,000 ଲୋକ କେବଳ କେଉଁଠାରେ ରହୁଥିଲେ ଆମର ଯୋଉ ମହେଞ୍ଜୋଦାର ସଭ୍ୟତା ଯୋଉ ଅଛି ନଗରୀକରଣ ସଭ୍ୟତା ସେଇ ସଭ୍ୟତାରେ ବସବାସ କରୁଥିଲେ ସେ ସଭ୍ୟତା ଭିତରେ ସର୍ବମୋଟ 85,000 ପର୍ଯ୍ୟନ୍ତ ଜନସଂଖ୍ୟା ଦେଖିବାକୁ ମିଳୁଥିଲା ଏବଂ ହରପ୍ପାରେ ଠିକ ସେମିତି ପିଲାମାନେ କଣ ହଉଥିଲା ନା 65,000 ବା 65,000 କଣ ହଉଥିଲା ନା ଲୋକଙ୍କର ତାଙ୍କର ବସବାସ ହଉଥିଲା ଏବଂ ଆମର ଏଇ ଯୋଉ ଦୁଇଟା ଅଛି ପିଲାମାନେ ଆମର ମହେଞ୍ଜୋଦାର ଏବଂ ହରପ୍ପା এই দুইটাକୁ ଯଦି ମିଶେଇ ଦିଆଯାଏ ତାହେଲେ କୁହାଯାଇପାରେ ଯେ ଆମର ଯୋଉ ହରପ୍ପା ଏବଂ ମହେଞ୍ଜୋଦାରରେ ସର୍ବମୋଟ କେତେ ଲୋକ ବସବାସ କରୁଥିଲେ 2,50,000 ବସବାସ କରୁଥିଲେ ମନେ ରଖ ଏଇ ଆମର ହରପ୍ପା ଏବଂ ମହେଞ୍ଜୋଦାର ସଭ୍ୟତା ମଧ୍ୟରେ ଟୋଟାଲ ସର୍ବମୋଟ 2,50,000 ପର୍ଯ୍ୟନ୍ତ ଲୋକ ବସବାସ କରୁଥିଲେ तुमको क्वेश्चन गुड़ाक बहुत गुड़े क्वेश्चन आसी थाए लंग क्वेश्चन मान आसते ताहाको तुमको डेस्क्राइब करबा को पड़ता है तुमको क्वेश्चन गुड़ाक बहुत आसे जे पिला माने हरप्पा सभ्यतार तार जो वैशिष्ट्य गुड़ाक अच्छी ताहाको तुम आलोचना कर पिला माने तुमको हरप्पा सभ्यतार कहू किंबा महेंजोदारो सभ्यतार कहू महेंजोदारो सभ्यतार वैशिष्ट्य कहले भी तुमको यही 8टी जिनस को तुम आलोचना करिवो एवं जदि तुमको हरप्पा संस्कृतिर सभ्यतार वैशिष्ट्य कहूची क्वेश्चन आसुची ताहाले भी तुम यही 8टी जिनस को ही आलोचना करिवो तो कोन कोन तांको मिलिथिला पिला माने ना जहाँ तांको मिलिथिला प्रकृति ताहा ही तांकर वैशिष्ट्य अर्थात जो चक तयारी मुमा पात्र मिलिला सेटा होची तांकर प्रथम वैशिष्ट्य सील बा मोहर जो मिलला तांकर 2 नंबर वैशिष्ट्य पुड़ा इटारे जो व्यवहार करथिले तांकर 3 नंबर वैशिष्ट्य ओटे सेटा ओजन माप व्यवस्था सेटा होची तांकर 4 नंबर वैशिष्ट्य सुपरिकल्पित जो रास्ता और नर्दमा थिला और निष्कासन व्यवस्था थिला तांकर सेटा 5 नंबर रो वैशिष्ट्य अटे एवं 6 नंबर वैशिष्ट्य कोन सहरर गोटे प्रांतरे दुर्ग निर्माण करवाटा एटा होची कोन एटा होची तांकर 6 नंबर रो वैशिष्ट्य दुर्ग माने कोन पिला माने उच्च स्थान रे जो बसवास करवाटा उच्च स्थान जो बनुतिले एवं बा गोटे पहाड़िया अंचल बोली से निर्माण करिवे गोटे उच्च स्थान एवं उच्च स्थान रे कोनोसी राज परिवार बा धनी व्यक्ति ए माने जो बसवास करिवे हैला से अंचल कह दुर्ग अंचल बोलिकी एवं दुर्ग अंचल तार दूरता केते ना माटी तलु सर्वमोट 10 मीटर माटी तलु जे मापिबा ताहाले 10 मीटर ऊपर जे से माने कोन करबे जेते भी राजकीय वर्गर लोक माने थिबे धनिक बणिक व्यक्तिर लोक माने हला से वर्गर लोक माने कोन करबे ना 10 मीटर ऊपर को सुसंच गोटे मंच प्रस्तुत करिवे बा गोटे स्टेज टाइप रो प्रस्तुत करिवे से माने एवं ताहारी ऊपर से माने बसवास करिवे मन रखो 10 मीटर पर्यंत उच्चतारे बा हाइट रे से माने कोन करूजंती ना राजकीय वर्गर जिते भी हमर जनसाधारण थिले से माने सिटी बसवास करथुन दुर्ग प्रस्तुत करिके बा ताहाकू दुर्ग कहा होतला तापर देखो 7 नंबर रे तांकर वैशिष्ट्य होची शस्यागार और स्नानागार हैला शस्यागार और स्नानागार होची तांकर कोन ना 7 नंबर वैशिष्ट्य मुख्य जिनस तुमको क्वेश्चन आसी पारे जे बृहत स्नानागार केउ ठारे देखा होतला हमर बृहत स्नानागार केउ सभ्यतार अंतर्भुक्त अटे दुईटी सभ्यता आमर ध्वंसावशेष आसी गोटे हूँ हरप्पा संस्कृति हरप्पा सभ्यता आ गोटे हूँ महेंजोदारो सभ्यता तो ये दुई सभ्यता मध्य तुम मैंने हाथ टेक तो जे किए कहि पारिबो मु तो क्लास कर सारी ऑलरेडी यूट्यूब रे तो किए कि कहि पारिबो जे हमर जो बृहत स्नानागार व्यवस्थाटा केउ सभ्यतार अंतर्भुक्त अटे केउ सभ्यतार देखा जाउतला प्रत्युष नायक को प्रत्युष नायक सर मोहनजोदड़ो उर्मी प्रधान एटा ठीक अछि कि उर्मी प्रधान हां सर ठीक अछि वेरी गुड बहुत बढ़िया हैला ताले तुम समस्त जानि जे मोहनजोदारो सभ्यता ही होछि पिला माने यार उत्तर देखो हैला तो शस्यागार
ଓ ସ୍ନାନାଗାର ମଧ୍ୟ ପିଲାମାନେ ଦେଖା ହଉଥିଲା ଏବଂ ସହର ବାହାରେ ଏମାନଙ୍କର କବର ସ୍ଥାନ ଦେଖା ହଉଥିଲା। ଏଇ ଜିନିଷ ମାନଙ୍କୁ ତୁମେ ଠିକ ହିସାବରେ ପ୍ରାୟ ଟୋଟାଲ ସିରିଆଲି ପିଲାମାନେ ପଏଣ୍ଟ କରିଦିଅ, ଯଦ୍ୱାରା କି ତୁମକୁ ସୁବିଧା ହବ ଯେତେବେଳେ ତୁମେ କୌଣସି ହିସାବରେ ରିଭିଜନ କରିବାକୁ ଚେଷ୍ଟା କରୁଛ ନା, ସମ୍ପୂର୍ଣ୍ଣ ପାଠ ତୁମକୁ ପଢିବାକୁ ପଡିବନି ସର୍ଟ ନୋଟ ପ୍ରସ୍ତୁତ କଲେ। ମୁଁ ଯେମିତି ପ୍ରସ୍ତୁତ କରିଥାଏ ଗୋଟେ ଗୋଟେ ଜିନିଷ ପ୍ରଥମେ ଠିକ ହିସାବରେ ପଢେଇଦବ, ତାପରେ ଯେତେ ପଢୁଛ ତାପରେ କଣ କରିବ ସର୍ଟ ନୋଟ ପ୍ରସ୍ତୁତ କରିଦବ। ଯଦି ତୁମକୁ ରିଭିଜନ କରିବାର ଅଛି, ତୁମ ପାଖରେ ଅଳ୍ପ ସମୟ ଅଛି, ତାହେଲେ ବି ଯଦି ତମେ ଦେଖି ଯାଉଛ ଗୋଟେ ଥର, ତ ସବୁ ଜିନିଷକୁ ତୁମେ କ୍ଲିୟରଲି ଜାଣିପାରିବ ହେଲା। ତୁମେ ତ ପ୍ରକୃତିରେ ସବୁ ଜିନିଷକୁ ଲେଖି ସାରିଛ ନା, ଇମ୍ପୋର୍ଟାଣ୍ଟ ଜିନିଷ ଗୁଡାକ, ତ ତୁମକୁ ସବୁ ଜିନିଷ ପଢିବାକୁ କଣ ଦରକାର? ତୁମକୁ ଯୋଉ ସମ୍ପୂର୍ଣ୍ଣ ଗୋଟିଏ ବାକ୍ୟରେ ପୁରା ଦଉଛି ଲମ୍ବା ଆକାର ଲେଖିକି, ସେ ଜିନିଷ ତୁମେ ସହଜରେ ପଢୁଛ, କୌଣସି ପ୍ରକାର ଆବଶ୍ୟକତା ନାହିଁ ତୁମର। କେବଳ ଗୋଟେ ଥର କେବଳ ପଢ ସେ ଜିନିଷକୁ, ଆଉ ଯୋଉଟା ତାହା ସେଇ ମଧ୍ୟରେ ଇମ୍ପୋର୍ଟାଣ୍ଟ ଜିନିଷ ଅଛି ତାକୁ ତୁମେ ନୋଟ ଡାଉନ କରିନିଅ ହେଲା, ସର୍ଟ ଆକାରରେ ଲେଖିନିଅ, ଯଦ୍ୱାରା କି ପରବର୍ତ୍ତୀ ସମୟରେ ତୁମକୁ କେବଳ ସେଇ ସର୍ଟ ନୋଟ କୁ ଦେଖିଲେ ହିଁ ତୁମର ସେଇ ସିଲାବସ ଟି କମ୍ପ୍ଲିଟ ହେଇଯିବ। ଯୋଉ ଚାପ୍ଟର ପଢିବାକୁ ଚାହୁଁଛ ତାହା ଅଳ୍ପ ସମୟରେ ଶେଷ ହେଇଯିବ। ତ ଦେଖ ଏହାର ସମୟ କାଳ, ସମୟ କାଳକୁ ମୁଖ୍ୟତଃ 3 ଭାଗରେ ବିଭକ୍ତ କରାଯାଇଛି ହେଲା। ଏହାର ସମୟ କାଳକୁ ମୁଖ୍ୟତଃ 3ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି ବା 3 ଭାଗରେ ବିଭକ୍ତ କରାଯାଇଛି। କଣ କଣ ବିଭକ୍ତ କରାଯାଇଛି ନା, ପ୍ରାକ୍ ହରପ୍ପା ସମୟ ବୋଲି ବିଭକ୍ତ କରାଯାଇଛି ହେଲା, ହରପ୍ପାର ଉତ୍କର୍ଷ ସମୟ ବୋଲି ବିଭକ୍ତ କରାଯାଇଛି ଏବଂ ବିଳମ୍ବିତ ବା ଶେଷ ପର୍ଯ୍ୟାୟ ବୋଲି ତାହାକୁ ବିଭକ୍ତ କରାଯାଇଛି। ଏବଂ ହରପ୍ପା ସଂସ୍କୃତିର ଯେଉଁ ଇୟରଲି ହରପ୍ପାନ ଥିଲା ପିଲାମାନେ, ବା ପ୍ରାକ୍ ହରପ୍ପା ସମୟ ଯୋଉ ଥିଲା, ତାର ସମୟ କାଳ କେତେ ନା ଖ୍ରୀଷ୍ଟପୂର୍ବ କୁହାଯାଏ ଯେ ଖ୍ରୀଷ୍ଟପୂର୍ବ 3500 ରୁ ଖ୍ରୀଷ୍ଟପୂର୍ବ 2600, ଖ୍ରୀଷ୍ଟପୂର୍ବ 3500 ରୁ ଖ୍ରୀଷ୍ଟପୂର୍ବ 2600 ପର୍ଯ୍ୟନ୍ତ ସମୟର ସେଇ କାଳକୁ କଣ କୁହାଯାଏ? ପ୍ରାକ୍ ହରପ୍ପାର ସମୟ କୁହାଯାଏ ବା ଇୟରଲି ହରପ୍ପାନ କୁହାଯାଏ ତାହାକୁ। ଏବଂ ହରପ୍ପାର ଉତ୍କର୍ଷ ସମୟ କାହାକୁ କୁହାଯାଏ? ହରପ୍ପାର ଉତ୍କର୍ଷ ସମୟ ଖ୍ରୀଷ୍ଟପୂର୍ବ 2600 ରୁ ନେଇକି ଖ୍ରୀଷ୍ଟପୂର୍ବ 1900 ପର୍ଯ୍ୟନ୍ତ ଯୋଉଟା ଅଛି, ସେଇ ସମୟକୁ କୁହାଯାଏ ହରପ୍ପା ସଂସ୍କୃତିର କଣ ନା ମ୍ୟାଚ୍ୟୁର ହରପ୍ପାନ ବୋଲି, ବା ହରପ୍ପା ସଂସ୍କୃତିର ଉତ୍କର୍ଷ ସମୟ ବୋଲି। ଉତ୍କର୍ଷ ସମୟ ବୋଲି କାହିଁକି କୁହାଯାଏ ନା, ଏଇ ସମୟ ଯୋଉ ଉତ୍କର୍ଷ ସମୟ ଥିଲା ବା ହରପ୍ପା ସଂସ୍କୃତିର ଯୋଉ ମ୍ୟାଚ୍ୟୁର ହରପ୍ପାନ ଯୋଉ ସମୟ କାଳ ଥିଲା ବା ଟାଇମ ପିରିୟଡ ଥିଲା, ଏତାର ମଧ୍ୟରେ କଣ ହେଇଥିଲା ନା ହରପ୍ପାର ବହୁତ ଉନ୍ନତି ଘଟିଥିଲା, ବିକାଶ ହୋଇଥିଲା, ତେଣୁ ଏହାକୁ ମ୍ୟାଚ୍ୟୁର ହରପ୍ପାନ ବୋଲି କୁହାଯାଏ ବା ହରପ୍ପା ଆମର ସଂସ୍କୃତି ତାର ଉତ୍କର୍ଷ ସମୟ ବୋଲି ଏହାକୁ କୁହାଯାଏ, ଏଇ ଯୋଉ ଖ୍ରୀଷ୍ଟପୂର୍ବ 2600 ରୁ 1900 ର ସମୟକୁ। ଏବଂ ତାର ଯୋଉ ଲାଷ୍ଟ ପିରିୟଡ ଅଛି, ଲାଷ୍ଟ ଆମର ଯୋଉ ଲେଟ୍ ହରପ୍ପାନ ପିରିୟଡ ଅଛି ପିଲାମାନେ, ଟାଇମ ପିରିୟଡ ଅଛି, ସେଟା କେତେ? ସେଟା ହଉଛି 1900 ରୁ ଖ୍ରୀଷ୍ଟପୂର୍ବ 1900 ବା ଖ୍ରୀଷ୍ଟପୂର୍ବ 1900 ବିସି ରୁ ଖ୍ରୀଷ୍ଟପୂର୍ବ 1300 ହେଲା, 1900 ଖ୍ରୀଷ୍ଟପୂର୍ବରୁ 1300 ଖ୍ରୀଷ୍ଟପୂର୍ବ ପର୍ଯ୍ୟନ୍ତ ସମୟକୁ କୁହାଯାଏ ଲେଟ୍ ହରପ୍ପାନ ବା ଶେଷ ପର୍ଯ୍ୟାୟ, ହରପ୍ପା ସଂସ୍କୃତିର ଶେଷ ପର୍ଯ୍ୟାୟ ଏହାକୁ କୁହାଯାଏ। ତ ଦେଖ ଏହାର ଟାଉନ ପ୍ଲାନିଂ, ଆମର ଟାଉନ ପ୍ଲାନିଂ ବା ଆମେ ଯୋଉ କହୁଛେ ତାକୁ କଣ କି ଟାଉନ ପ୍ଲାନିଂ ଯୋଉ ତାର ଷ୍ଟ୍ରକ୍ଚର ଅଛି, ନଗର ପରିକଳ୍ପନା, ଯୋଉ ନଗର ନିର୍ମାଣ ଯୋଉ ଥିଲା ସେ ଜିନିଷକୁ ଆଲୋଚନା କରିବା। ନଗର ପରିକଳ୍ପନା ଆଉ ଗଠନ ପ୍ରଣାଳୀ ଯୋଉଟା ଥିଲା, ତ ଏମାନେ କଣ କରୁଥିଲେ? ଯୋଉ ନଗର ଥିଲା ପିଲାମାନେ, ଏମାନଙ୍କର ନଗରକୁ ମୁଖ୍ୟତଃ କଣ କରାଯାଇଛି? 2 ଭାଗରେ ବିଭକ୍ତ କରାଯାଇଛି ହେଲା। ଏମାନଙ୍କର ନଗରକୁ 2 ଭାଗରେ ବିଭକ୍ତ କରାଯାଇଛି, ଗୋଟେ ଦୁର୍ଗ ଏବଂ ଆଉ ଗୋଟେ ହଉଛି ନିମ୍ନ ସହର। ଗୋଟେ ଦୁର୍ଗ ଏବଂ ଆଉ ଗୋଟେ ହଉଛି ପିଲାମାନେ କଣ? ନିମ୍ନ ସହର। ତ ତୁମେ ମାନେ ମାନେ ହାତ ଉପରକୁ କର ଯେଉଁମାନେ ଜାଣିଛ ଯେ ଦୁର୍ଗ ଆମେ କାହାକୁ କହିବା ଏବଂ ଦୁର୍ଗରେ କେଉଁମାନେ ବସବାସ କରୁଥିଲେ, ଯିଏ ଜାଣିଛ ହାତ ଦେଖ। ଲିସା ନାୟକ, ଦୁର୍ଗ ଆମେ କାହାକୁ କହିବା? ଲିସା ନାୟକ, ମ୍ୟୁଟ ଅନ୍ କର, କୁହ। କିଛି ଶୁଭିଲାନି ତୁମ ଆବାଜ ଲିସା, ଏଗେନ୍ ସେ ଏଗେନ୍, ଆଉ ଥରେ କୁହ ଲିସା। हेलो सर। ହଁ सर बड़ बड़ दुर्ग मन को घर में जेनता बड़ बड़टा थिसी सेटा के दुर्ग कहसन। शुभम प्रधान, दुर्ग ଅଞ୍ଚଳ ଆମେ କାହାକୁ କହିବା? ଦୁର୍ଗ ଅଞ୍ଚଳରେ କେଉଁମାନେ ବସବାସ କରୁଥିଲେ? ମାଟି ତଳୁ 10 ମିଟର ଉଚ୍ଚରେ ଯେଉଁମାନେ ବସବାସ କରୁଥିଲେ ତାହାକୁ
ଦୁର୍ଗ ନେଇ ରାଜକୀୟ ବର୍ଗର ଜନସାଧାରଣ ବାସ କରୁଥିଲେ ଦୁର୍ଗ ଅଞ୍ଚଳରେ। ବହୁତ ବଢିଆ, ଭେରି ଗୁଡ। ତ ଦୁର୍ଗ ଅଞ୍ଚଳରେ କେଉଁମାନେ ବସବାସ କରୁଥିଲେ? ମୁଖ୍ୟତଃ ମାଟି ତଳୁ 10 ମିଟର ଉପରରେ କଣ କରୁଥିଲେ ନା 10 ମିଟର ଉପର ପର୍ଯ୍ୟନ୍ତ ସେମାନେ ମାଟିକୁ ପୁରାପୁରି ସୁସଞ୍ଚ ଉପରେ କଣ କରିବେ ନା ଗୋଟେ ସୁସଞ୍ଚ କରିକି ଗୋଟେ ମଞ୍ଚ ପ୍ରସ୍ତୁତ କରିବେ ବା ଗୋଟେ ଷ୍ଟେଜ ଟାଇପ ର ପୁରା ନିର୍ମାଣ କରିବେ ଏବଂ ତାରି ଉପରେ ଯୋଉ ବସବାସ କରିବେ ସେହି ବର୍ଗର ଲୋକଙ୍କୁ କୁହାଯାଉଥିଲା ରାଜକୀୟ ବର୍ଗର ଲୋକ ବା ଧନିକ ବା ଗୋଟେ ଆମର ଯୋଉ କୁହାଯାଇପାରେ ପିଲାମାନେ ଗୋଟେ ସେଟା କଣ କି ଉଚ୍ଚ ବର୍ଗର ଲୋକ ବୋଲି କୁହାଯାଉଥିଲା ତାଙ୍କୁ। ଯୋଉମାନେ ଆମର ଦୁର୍ଗ ଉପରେ ବସବାସ କରୁଥିଲେ ତାଙ୍କୁ ଉଚ୍ଚ ବର୍ଗର ଲୋକ ବା କୌଣସି ରାଜକୀୟ ବର୍ଗର ଲୋକ ବୋଲି କୁହାଯାଉଥିଲା ଏବଂ ଯୋଉମାନେ ଦୁର୍ଗର ନିମ୍ନ ଅଂଶରେ ବସବାସ କରୁଥିଲେ ତାହାଙ୍କୁ କୁହାଯାଉଥିଲା ଜନସାଧାରଣ ବୋଲିକି, ତାହାଙ୍କୁ କହୁଥିଲା ସାଧାରଣ ଜନତା ବୋଲିକି। ଏବଂ ନିମ୍ନ ସହରରେ କଣ ରହୁଥିଲେ? ପ୍ରାୟତଃ ଆମର ଯୋଉ ହାଟ ବଜାର ମାନ ସବୁ ଜିନିଷ ଗୁଡାକ ବସୁଥିଲା। ଦୁର୍ଗ ଅଞ୍ଚଳରେ ବସିବ କି? ଆମର କେତେ ଧନୀ ଅଛନ୍ତି ଭାରତରେ? ଭାରତରେ ଅଧିକ ଧନୀ ଅଛନ୍ତି ନା ଅଧିକ ଗରିବ ଅଛନ୍ତି କୁହ ତ? ମୁଖ୍ୟତଃ ଗରିବ ମାନେ ଅଛନ୍ତି। ତ ଯୋଉଠାରେ ଅଧିକା ପପୁଲେସନ ଦେଖାଯାଏ ସେଇଠାରେ ସିନା ବିଭିନ୍ନ ପ୍ରକାର ଜିନିଷର ବ୍ୟବସ୍ଥା କରାଯିବ। କିନ୍ତୁ ତୁମକୁ କେବଳ ସେ ଯେ କି ଆମର ରାଜକୀୟ ବର୍ଗ ମାନଙ୍କର ଯୋଉଟା ଅଛନ୍ତି କେବଳ ଅଳ୍ପ ସଂଖ୍ୟକ ଯୋଉଠାରେ ଅଛନ୍ତି ସେଇଠାରେ ଯଦି ଆମର ସବୁ ହାଟ ବଜାର କରାଯାଏ ତାହେଲେ ସମସ୍ତେ ସେ ଜାଗାକୁ ଯାଇପାରିବେ କି? ନାଇଁ ନା। ତେଣୁ କଣ କରୁଥିଲେ ନା ମାନେ ଯେତେ ବି ନିମ୍ନ ଅଞ୍ଚଳ ଥିଲା ବା ନିମ୍ନ ସହର ଥିଲା ସେଇ ଅଞ୍ଚଳରେ ହିଁ ଏଇ ପ୍ରାୟତଃ ମୁଖ୍ୟତଃ ସେମାନେ ହାଟ ବଜାର ଗୁଡାକ ବସାଉଥିଲେ ହେଲା। ଏବଂ ଏଇ ଯୋଉ ରାଜକୀୟ ବର୍ଗ ଥିଲେ, ରାଜକୀୟ ବର୍ଗ ପ୍ରକୃତିରେ କାହିଁକି ସେମାନେ ଦୁର୍ଗ ଅଞ୍ଚଳରେ ରହୁଥିଲେ ତାହାରି ମଧ୍ୟ ଗୋଟେ କାରଣ ଅଛି ପିଲାମାନେ। ନା ଦୁର୍ଗ ଅଞ୍ଚଳରେ ରହିବା ତାର କାରଣ ହଉଛି ଯେ ଯଦି କୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ହୁଏ ତାହେଲେ ତାଙ୍କୁ କୌଣସି ପ୍ରକାର କ୍ଷୟକ୍ଷତି ପହଞ୍ଚିବନି। ଯେପରିକି ସେମାନେ ଯେହେତୁ ଗୋଟେ ସିନ୍ଧୁ ନଦୀ ଅବବାହିକା ଅଞ୍ଚଳରେ ରହୁଥିଲେ ଅର୍ଥାତ୍ ସିନ୍ଧୁ ନଦୀ କୂଳରେ ରହୁଥିଲେ ଏବଂ ନଦୀ କୂଳରେ କଣ ହୋଇଥାଏ ନା ଋତୁ ଅନୁଯାୟୀ ବର୍ଷା ଋତୁରେ ମୁଖ୍ୟତଃ ବୃଷ୍ଟିପାତର କାରଣ ଯୋଗୁଁ ସେଠାରେ ନଦୀରେ ବନ୍ୟା ମଧ୍ୟ ଦେଖାଯାଇଥାଏ। ତ ବନ୍ୟା ଯେତେବେଳେ ହଉଥିଲା ତ ନିମ୍ନ ଅଞ୍ଚଳରେ ଯୋଉମାନେ ରହୁଥିଲେ ତାଙ୍କୁ ବହୁତ କ୍ଷୟକ୍ଷତି ସହିବାକୁ ପଡୁଥିଲା। ଏବଂ ରାଜକୀୟ ବର୍ଗର ଲୋକ ଯେହେତୁ ସେମାନେ ଗୋଟିଏ ଅଞ୍ଚଳକୁ ପରିଚାଳନା କରୁଛନ୍ତି ତାଙ୍କର ଯଦି କ୍ଷୟକ୍ଷତି ଦେଖାଯାଏ ତାଙ୍କ ମଧ୍ୟରେ ଯଦି କୌଣସି ପ୍ରକାର ଆଞ୍ଚ ଆସେ ବା ତାଙ୍କ ମଧ୍ୟରେ କୌଣସି ପ୍ରକାର ଲୋକସାନ ଦେଖାଯାଏ ତାହେଲେ ସାଧାରଣ ଜନତାଙ୍କର କଣ ହେବ? ତ ସେଇ ଜିନିଷକୁ ସେମାନେ ଭାବିକି କଣ କରୁଥିଲେ ନା ଯେତେ ବି ଅମୂଲ୍ୟ ସମ୍ପଦ ଗୁଡାକ ଥିଲା, ଯେତେ ବି ଦରକାରୀ ଜିନିଷ ଗୁଡାକ ଥିଲା ସେ ଅଞ୍ଚଳ ସେଇ ଜିନିଷ ମାନଙ୍କୁ ନେଇକି ସେମାନେ ଦୁର୍ଗରେ ବସତି ସ୍ଥାପନ କରୁଥିଲେ। ଏବଂ ସେଇ ଯୋଉ ଦୁର୍ଗରେ ବସତି ସ୍ଥାପନ କରୁଥିଲେ ସେଇଟାକୁ ସେମାନେ ଗୋଟେ ସୁରକ୍ଷା ବୋଲିକି ପିଲାମାନେ କଣ କରୁଥିଲେ ନା ମଣୁଥିଲେ। ତ ଦେଖ ଏହାକୁ ଦୁଇ ଭାଗରେ ବିଭକ୍ତ କରାହେଲା, ଗୋଟେ ଦୁର୍ଗ ଏବଂ ଗୋଟେ ନିମ୍ନ ସହର ବୋଲିକି। ଗୋଟେ ଦୁର୍ଗ ଏବଂ ଆଉ ଗୋଟେ ନିମ୍ନ ସହର ବୋଲିକି ଏହାକୁ ବିଭକ୍ତ କରାଗଲା। ଆଉ ମହେଞ୍ଜୋଦାରୋ ମୁଖ୍ୟତଃ ପିଲାମାନେ ମହେଞ୍ଜୋଦାରୋ 200 ହେକ୍ଟର ମଧ୍ୟରେ ହଁ ଦେଖ ଆମର ଯୋଉ ପିଲାମାନେ ମହେଞ୍ଜୋଦାରୋ 200 ହେକ୍ଟର ଏବଂ ହରପ୍ପା 150 ହେକ୍ଟର ବିଶିଷ୍ଟ ଥିଲା ହେଲା ଏହାର ଅଞ୍ଚଳ ଗୁଡାକ। ଏବଂ ଏମାନେ ଦୁର୍ଗ ଅଞ୍ଚଳ ଯୋଉଥିଲା ବନ୍ୟାରୁ ମୁଖ୍ୟତଃ ରକ୍ଷା ପାଇବା ପାଇଁ 10 ମିଟର ଉପରେ ଗୋଟେ ମଞ୍ଚ ପ୍ରସ୍ତୁତ କରିକି ସେମାନେ ଗୃହ ନିର୍ମାଣ କରୁଥିଲେ। କହୁଥିଲେ ତୁମକୁ ଯୋଉଟା ବୁଝେଇକି ଏବେ। ତାପରେ ରାସ୍ତାଘାଟ, ଏମାନଙ୍କ ରାସ୍ତାଘାଟ କେମିତି ଥିଲା? ଏମାନଙ୍କ ରାସ୍ତା ପ୍ରଥମତଃ ନକ୍ସା ପ୍ରଥମେ ପ୍ରସ୍ତୁତ କରୁଥିଲେ ରାସ୍ତା ନିର୍ମାଣ କରିବା ପୂର୍ବରୁ। ଏବଂ ଯେତେ ବି ରାସ୍ତା ଗୁଡାକ ଥିଲା ଏଇ ସବୁ ସମକୋଣରେ ତାମାନେ ଛେଦ ହଉଥିଲା। ଯେତେ ବି ରାସ୍ତା ଗୁଡାକ ଥିଲା ସବୁ ଜିନିଷ କଣ ହବ ନା ସମକୋଣରେ ଛେଦ ହବ। ଏବଂ ପ୍ରତି ରାସ୍ତାର ଓସାର କେତେ ଥିଲା ପିଲାମାନେ 10 ମିଟର ପର୍ଯ୍ୟନ୍ତ ଦୂର। ତାମାନେ ଆମର ଯୋଉ ଦୈର୍ଘ୍ୟ କୁହାଯାଏ ଓସାର କୁହାଯାଏ ରାସ୍ତାର ଯୋଉ ମୋଟେଇଟା କହୁଛେ ଆମେ ତାହା କେତେ ଥିବ 10 ମିଟର ଡିଷ୍ଟାନ୍ସ ଥିବ। ଏ ପକ୍ଷରୁ ସେ ପକ୍ଷକୁ ଯଦି ମପା ଯାଏ ତ 10 ମିଟର ପୁରା ମୋଟେଇକୁ ନେଇକି ଗୋଟେ ରାସ୍ତା ନିର୍ମାଣ କରୁଥିଲେ ଏମାନେ। ଏବଂ ଦୁଇଟି ଶଗଡ ଯେମିତି ଯାଇପାରିବ ଏକ ସଙ୍ଗରେ ଯେମିତି ଦୁଇଟି ଶଗଡ ଯାଇପାରିବ ତାହାରି ବିଚାର କରାଯାଇ ଏମାନଙ୍କର ରାସ୍ତା ନିର୍ମାଣ ହଉଥିଲା। ଏବଂ ଗୃହ ଗୁଡିକ ମଧ୍ୟରେ 6 ମିଟର ଓସାର ବିଶିଷ୍ଟ ରାସ୍ତା ନିର୍ମାଣ କରୁଥିଲେ। ଯୋଉ ଗୃହ ମାନଙ୍କୁ ଯୋଉ ଅଛି ଯୋଉ ଗୃହ ମାନେ ଆସୁଛି ପିଲାମାନେ କୌଣସି ପ୍ରକାର ଗଲିରୁ ଛୋଟ ଛୋଟ ଗଲି ମାନେ ମଧ୍ୟ ଥିଲା ସେମାନଙ୍କର ତାଙ୍କର ଯୋଉ ଆମର ସଭ୍ୟତା ମଧ୍ୟରେ। ତ ସେଇ ଯୋଉ ଗୃହ ମାନଙ୍କର ଯୋଉ ବା ଆମର ସହର ଭିତରେ ଯୋଉ ଛୋଟ ଛୋଟ ଗଲି ଅଛି ସେଇଟା ମଧ୍ୟରେ ଯୋଉ ରାସ୍ତା ନିର୍ମାଣ କରାଥିଲା ତାହାର ଡିଷ୍ଟାନ୍ସ କେତେ ଥିଲା 6 ମିଟର ଓସାର ହଉଥିଲା ହେଲା। ଏବଂ ଏମାନଙ୍କର ବାସଗୃହ ଏମାନଙ୍କ ଯେତେ ବାସଗୃହ ଗୁଡାକ ଥିଲା ମୁଖ୍ୟତଃ ବର୍ଗାକୃତି ହେଲା ଟିକେ ରୁହ ମୁଖ୍ୟତଃ ବର୍ଗାକୃତିରେ
ଚାରି କୋଣ ହୁଏତ ସମାନ ହେଇକି ସେମାନେ ଗୃହ ନିର୍ମାଣ କରିବେ, ଅନ୍ୟଥା ଆୟତାକୃତିରେ ସେମାନେ ନିର୍ମାଣ କରିବେ। ଗୃହ ଗୁଡାକ ମୁଖ୍ୟତଃ ବର୍ଗାକୃତି କିମ୍ବା ଆୟତାକୃତିରେ ସେମାନେ ନିର୍ମାଣ କରୁଥିଲେ ହେଲା। ଏବଂ ତାଙ୍କ ମଧ୍ୟ ଭାଗରେ ଅଗଣା ଅଗଣା ଯେମିତି ଥିବ ସେଇ ଜିନିଷକୁ ନେଇକି ସେ ନିର୍ମାଣ କରିବେ। ଏବଂ ଚାରି ପାଖରେ କୋଠରୀ ଥିବ। ଆମର ଯୋଉ ଗୃହ ଥିବା ପିଲାମାନେ ମୁଖ୍ୟତଃ ଏଠି ଆମର ବାରଣ୍ଡା ଥିବ ବା ଆମର ଯୋଉ କଣ ଅଛି କି ଆମର ଅଗଣା ଥିବ, ଦୁଆର ଯେଟା କହୁଛେ ଆମେ ମାନେ ସମ୍ବଲପୁରୀ ଲାଙ୍ଗୁଏଜ ରେ। ଏବଂ ଏଇ ଚତୁଃପାର୍ଶ୍ୱରେ ସେମାନେ ଗୃହ ନିର୍ମାଣ କରିବେ। ଏଇଠାକୁ ତାଙ୍କର ଗୃହ ମାନେ ସେମାନେ ନିର୍ମାଣ କରିବେ। ଏବଂ ମଝିରେ କଣ ଥିବ, ମଝିରେ ଗୋଟେ ଅଗଣା ଥିବ ଯୋଉଟାରେ କି ସମସ୍ତେ ସେଠି ବସା ଉଠା କରିପାରିବେ ହେଲା। ସେମିତି ସେମାନେ କଣ କରୁଥିଲେ, ତାଙ୍କର ଗୃହ ନିର୍ମାଣ କରୁଥିଲେ। ଏବଂ ପ୍ରତ୍ୟେକ ଘରରେ ଗୋଟିଏ ପ୍ରବେଶ ପଥ ଏବଂ ସ୍ୱତନ୍ତ୍ର କୂଅକୁ ନେଇକି ସେମାନେ କଣ କରୁଥିଲେ ନା, ଗୋଟେ ଗୃହ ଯେତେବେଳେ ବନାଉଥିଲେ ବା ନିର୍ମାଣ କରୁଥିଲେ ତାହାରି ଯୋଜନା କରିକି ସେମାନେ ସବୁ ଜିନିଷକୁ ଆରମ୍ଭ କରୁଥିଲେ। ଏବଂ ଗୋପନୀୟତା ରକ୍ଷା ପାଇଁ ସମ୍ମୁଖର ଭାଗରେ ମୁଖ୍ୟ ରାସ୍ତା ଆଡ଼କୁ ଗୋଟିଏ ଝରକା ଟିକେ ପିଲାମାନେ ଆମର ଯୋଉ ଗୋପନୀୟତା ରକ୍ଷା ପାଇଁ ଅର୍ଥାତ୍ ଗୋପନ ହିସାବରେ ରହିବା ପାଇଁ ତାଙ୍କର କୌଣସି ପ୍ରକାର ସେମିତି ସ୍ୱତନ୍ତ୍ର ବ୍ୟବସ୍ଥା ନଥିଲା। ଏଇଟା ଜିନିଷକୁ ତୁମେ ମାନେ ଠିକ ହିସାବରେ ସେତେ ଯେମିତି ଦେଇଛି ଏଇ ଭାଷାରେ ବୁଝିବାର ଦରକାର ନାହିଁ। ତୁମେ ସିଧାସଳଖ ବିଷୟରେ ବୁଝି ନିଅ ଯେ ଗୋପନୀୟତା ଅର୍ଥାତ୍ ଆମେ ଗୁପ୍ତ ହିସାବରେ ଯୋଉ ରହୁଛୁ ସମାଜରେ ଆମକୁ ଯେମିତି କେହି ଦେଖିପାରିବେନି, ସେମିତି ଯେମିତି ଆମର ଯୋଉ ବିଭିନ୍ନ ପ୍ରକାର ବ୍ୟବସ୍ଥା ଅଛି ସେମିତି ତାଙ୍କର କୌଣସି ପ୍ରକାର ବ୍ୟବସ୍ଥା ନଥିଲା। ଆମେ ଯେ କୌଣସି ଝରକା କବାଟ ଲଗାଉଛେ, ସେଇ ଝରକା କବାଟ ସେମାନେ ଗୋପନୀୟତା ରକ୍ଷା ପାଇବା ପାଇଁ କୌଣସି ପ୍ରକାର ଝରକାକୁ ସେମାନେ ଆଶ୍ରା କରୁନଥିଲେ ହେଲା। ସେମାନେ ସାଧା ସରଳ ଶାନ୍ତ ହିସାବରେ ଜୀବନ ଯାପନ କରିବାକୁ ବିଶ୍ୱାସ ରଖୁଥିଲେ। ଦେଖ ତୁମକୁ ଯୋଉ କହୁଥିଲି ପିଲାମାନେ ଦୁର୍ଗ ଅଞ୍ଚଳ, ଏଇଟା ହଉଛି ତାର ଦୁର୍ଗ ଅଞ୍ଚଳ। ଦେଖ ଏଇଟା କଣ କଲେ, ଏଇଟା ସେମାନେ ଏଇଟା ନିମ୍ନ ଅଞ୍ଚଳରୁ ମୁଖ୍ୟତଃ 10 ମିଟର ଉଚ୍ଚରେ ସେମାନେ କଣ କରୁଛନ୍ତି ନା ଗୃହ ନିର୍ମାଣ କରୁଛନ୍ତି। 10 ମିଟର ଉଚ୍ଚରେ ସେମାନେ ଗୃହ ନିର୍ମାଣ କଲେ ଏବଂ ଗୃହ ନିର୍ମାଣ କରିକି ସେମାନେ ବସତି ସ୍ଥାପନ କରୁଛନ୍ତି ରାଜକୀୟ ବର୍ଗ ମାନେ। ଠିକ ସେମିତି ଆଉ ଗୋଟେ ଦୃଶ୍ୟ ମଧ୍ୟ ଦେଖ, ଏଇଟା ହଉଛି ଗୃହ, ଏଇଟା ହଉଛି 10 ମିଟର ଉଚ୍ଚ ଏବଂ ସେ 10 ମିଟର ଉଚ୍ଚରେ କଣ କରାଯାଇଛି, ବିଭିନ୍ନ ପ୍ରକାର ଜିନିଷ ରାଜକୀୟ ବର୍ଗ ମାନେ ତାଙ୍କର ରାଜମହଲ ଗୁଡାକ ନିର୍ମାଣ କରିଛନ୍ତି। ଏବଂ ଏଇଟା ହଉଛି ତାଙ୍କର ନିମ୍ନ ସହର। ଜିତେବି ଏଇଠାରେ ଆମର ସାଧାରଣ ଜନତା ବସବାସ କରୁଥିଲେ। ଏଇଟା ତାଙ୍କର ଦେଖ ନାଳ ବ୍ୟବସ୍ଥା, ଯୋଉ ନର୍ଦ୍ଦମାର ବ୍ୟବସ୍ଥା, ସେ ନର୍ଦ୍ଦମା ଗୁଡାକ କେମିତି ହେଇଛି ଦେଖ। ଏଇଟା ପ୍ରତ୍ୟେକ ଘର ଗୁଡାକ ଅଛି ଏବଂ ସେ ଘରରୁ ସମକୋଣରେ ଆସିକି ଦେଖ ଛେଦ କରୁଛି, ପୁରାପୁରି 90 ଡିଗ୍ରୀରେ ଆସିକି ଛେଦ କରୁଛି। ଏବଂ କଣ କରୁଛି, ପ୍ରତ୍ୟେକ ଘରରୁ ଗୋଟେ ଗୋଟେ ନାଳ ସଂଯୁକ୍ତ ହେବ। ଯୋଉ ନାଳରୁ କଣ ଆସିବ ନା, ପ୍ରତ୍ୟେକ ଘରର ମଇଳା ଆବର୍ଜନୀୟ ପାଣି ଗୁଡାକ ତାଙ୍କର ଗାଧୁଆ ପାଣି ହେଇପାରେ, କୌଣସି ପ୍ରକାର ଆବିଷ୍କାର ଘରର ଅଲିଆ ପାଣି ହେଇପାରେ, ସେଇଟା ଆସିକି ଯୋଉ ରାସ୍ତାର ମୁଖ୍ୟ ନର୍ଦ୍ଦମାରେ ଆସିକି ମିଶିବ। ଏବଂ ସେଇ ମୁଖ୍ୟ ନର୍ଦ୍ଦମାରେ କଣ ହେଇଥିବ ନା, ବାହାର ପର୍ଯ୍ୟନ୍ତ ଯେମିତି ଗୋଟେ ନର୍ଦ୍ଦମା ନାଳ ସହିତ ତା ସଂଯୁକ୍ତ ହେଇଥିବ, ସିଧାସଳଖ ଯାଇକି ସେ ବାହାରରେ ଗୋଟେ କୂପ ନିର୍ମାଣ ହେଇଥିବ ସହର ବାହାରେ। ଏବଂ ସେଇ ପାଣି ଟା ସେ କୂଅରେ ଯାଇକି ପଡୁଥିବ। ଏଇଟା ଦେଖ ହରପ୍ପା ଖନନ ସମୟର ତାର ଦୃଶ୍ୟ। ଏଇଟା ହଉଛି ତୁମର ଯୋଉ କିଏ କହିପାରିବ କୋଉଟା ଏଇଟା କୋଉଟା କିଏ କହିପାରିବ? ହାତ ଟେକ। କାହାର ଫଟୋ ଏଇଟା କିଏ କହିପାରିବ? ନିକାଶ ନାୟକ କୁହ, ଏଇଟା କେଉଁଠାର ଫଟୋ ନା କାହାର ଫଟୋ? ନିକାଶ ଆଉଥରେ ସାର୍ ମହେଞ୍ଜୁଦାରୋର ବୃହତ୍ ସ୍ନାନାଗାର। ଭେରି ଗୁଡ ହେଲା। ଆମର ଯୋଉ ବୃହତ ସ୍ନାନାଗାର ଥିଲା, ସେ ବୃହତ ସ୍ନାନାଗାରର ଏଇଟା ହଉଛି ତାର ଦୃଶ୍ୟ ହେଲା। ପାହାଚ ଅଛି ଦେଖ ପିଲାମାନେ, ଚାରି ତରାରେ ଆମର ଗ୍ୟାଲେରୀ, ଆମର ବସିବା ପାଇଁ ଗ୍ୟାଲେରୀର ବ୍ୟବସ୍ଥା କରାଯାଇଛି। ଏଇଠି ସମସ୍ତେ ବସିକି ଦର୍ଶକ ମାନେ ମଧ୍ୟ ଯଦି କୌଣସି ପ୍ରତିଯୋଗିତା ହଉଛି ତାହେଲେ ଦେଖିପାରିବେ, ତାହାରି ମଧ୍ୟ ସୁବିଧା ଅଛି। ଏବଂ ବିଭିନ୍ନ ପ୍ରକାର ହିସାବରେ କଣ କରୁଛନ୍ତି ନା, ଏହାକୁ ପରିକଳ୍ପନା କରିକି ନିର୍ମାଣ କରିଛନ୍ତି ସେମାନେ। ଏଇ ଜିନିଷକୁ ଖୋଜୁଥିଲି ମୁଁ, ସେତେବେଳେ ପାଉନଥିଲି।
तो देख गृह निर्माण सामग्री जोटा थिला पिला मुख्यतः गृह गुड़ाक आयताकार निर्माण करते पोड़ा और कंचा मिटा को उपयोग करके गृह निर्माण कर अर्थात बाहर आम पटरे जेहेतु विभिन्न प्रकार पानी होची कौन वृष्टिपात होची खराब पड़ुची तेणु बाहर पटरे जो पिला जो इटा जिते जोड़ा जाऊँगी देखो गोटे दुई पट इटा को लेकिन गोटे आम कांध प्रस्तुत कराऊँगी तो ये कौन करते ना कंचा इटा एवं आमर जो पिला अच्छे पोड़ा इटा ये दुईटा को उपयोग करके कांथ निर्माण करते जिते कांथ निर्माण करते ना तो जो पोड़ा इटा थिला से पोड़ा इटा गृहर बाहर पटक बह्य पटक से दौले एवं कंचा इटा को भीतर पटक देकी मिश्रित आकार से कांथ को निर्माण करुले तो आम शक्त हिसाब से गृह मानक नर्दमार व्यवस्था थिला प्रति गृह नर्दमा आसब जाकि मुख्य नालर सहित मुख्य नर्दमार सहित रास्तार मुख्य नर्दमा सहित ताहा मिसिब एवं से जो गृह मान निर्माण करते कांथरे से रंग मान प्रलेप दौले रंग मान प्रलेप दौले रंग ताहा कौन मिलूला से समय रंग मिल कि समय रंग मिलू ना तो सही कारण जो से जो लाल माटी देखी तुम मैंने लाल माटी देखीच ना नहीं तो से लाल माटी को कौन करते से लाल माटी को माने से गोली की पानी रे कांथरे घसुले देख साधारण गृह आमर जो अच्छी पिला माने साधारण गृह मुख्यतः आमर साधारण गृह अच्छी ये साधारण गृह तार दैर्घ्यता केते साधारण गृहर दैर्घ्यता होची पिला माने 230 फुट एवं प्रस्थ होची 78 फुट एवं ये जो साधारण गृह थिला से साधारण गृह रे 33 फुट विशिष्ट गोटे लंब बारंडा मध्य थिला एवं काठ निर्मित विभिन्न प्रकार आमर कलम माने मध्य दिया हेतला सेठारे स्तंभ माने मध्य निर्माण करा जायतिला देख बृहत स्नानागार देख तुम बृहत स्नानागार तो बृहत स्नानागार तार दैर्घ्यता केते पिला माने हमकु केवल दैर्घ्यता प्रस्थ जलर तार जलाशयर दैर्घ्यता प्रस्थ एवं जलर गभीरता ए जिंस को मन रखबार अछि तो तुम मानकु मु YouTube रे मध्ये कहितली एवं एबे कहूची तुमे केवल कोन करिवो तार संख्या मन रखिबो 55 33 12 7 3 केते 55 33 12 7 3 एटा होची पिला माने এই जो मोटामोटी हिसाब जो बृहत स्नानागार अच्छी तार दैर्घ्य प्रस्थ जलाशयर दैर्घ्य प्रस्थ एवं संपूर्ण आमर जो बृहत स्नानागार अच्छी तार दैर्घ्य प्रस्थ है तो आमर जो बृहत स्नानागार अच्छी बृहत स्नानागार तार दैर्घ्य केते दैर्घ्य होची पिला माने 55 मीटर जोटा कि मोहेंजोदारो सभ्यता मध्य अंतर्भुक्त अटे एवं तार प्रस्थ होची केते 33 मीटर एवं ए जलाशयर जो जल जो जिते पर्यंत जल रोचे से जलर तार दैर्घ्य होची 12 मीटर एवं प्रस्थ होची 7 मीटर एवं यही जो जलाशय था जलाशयर तार गभीरता केते केते पर्यंत पानी थिला तळकू 3 मीटर पर्यंत पानी थिला हला केते मीटर पर्यंत 3 मीटर पर्यंत पानी थिला एवं ये जो स्नानागार अच्छी पिला माने स्नानागार जलाशय भीतर को जल प्रवेश उपयुक्त व्यवस्था करा एवं निकटस्थ गोटे गभीर कूप कूप थिला से कूपर कौन कहते सेटा को ना ये जलाशय मध्य को से जल जोगाण करते एवं नाल साहाय्य गोटे नाल साहाय्य जिते बेले से जलाशय रे जल मलिन हो कौन प्रकार जिते बेले जल खराब हो तो से खराब जल को बाहर को मध्य से बाहर करते एवं नूतन जल से प्रवेश कराउते अन्य दूसरे जल को से जो आसुला से जल को नाल साहाय्य पूरा पूरी सहर बाहर रे थिबा से कूप को पठे दउतिले एवं भीतर को प्रवेश करबा पहाच तार तीन पार्श्व दर्शक माने उपवेशन करिकी जेमिति कौन से प्रकार प्रतियोगिता देखि पारिबे सेति निमंते प्रशस्त गैलरी निर्माण कराइतला एवं छोट छोट कोठरी एवं दीर्घ बारंडा मध्ये थिला सेति मध्ये जो हमर जो बृहत स्नानागार अछि देख शस्यागार तापर देख मोहेंजोदारो जो आमर स्नानागार अच्छी ना से स्नानागार को ठीक उत्तर दिग को उत्तर को 27 बखरा विशिष्ट पोड़ा इटार निर्मित है एक गृहर धाड़ी देखा मिलूला पूर्व पश्चिम को जो जार दैर्घ्य जार विस्तृति केते 50 मीटर है कौन होता ना स्नानागार उत्तर दिग को 27 बखरा विशिष्ट पोड़ा इटार तैयारी गोटे गृहर धाड़ी देखा मिलूला पिलाने पूर्वर पश्चिम को ताहार विस्तृति केते 50 मीटर पर्यंत एवं उत्तर दक्षिण को यहाँ 27 मीटर पर्यंत पूर्वर पश्चिम को यहाँ
50 ମିଟର ପର୍ଯ୍ୟନ୍ତ ବିସ୍ତୃତ ଥିଲା ଏବଂ ଉତ୍ତର ଦକ୍ଷିଣକୁ ଏହା 27 ମିଟର ପର୍ଯ୍ୟନ୍ତ ବିସ୍ତୃତ ଥିଲା ଏବଂ ଏଇ ଯୋଉ ଶସ୍ୟାଗାରଟା ଇଟାରେ ନିର୍ମିତ ହେଇଥିଲା। ଇଟାରେ ନିର୍ମିତ ଗୋଳାକାର ଚଟାଣ ମଧ୍ୟ ତାହା ମଧ୍ୟରେ ଥିଲା ଯୋଉ ଅଗଣାରେ ଏବଂ କୁହାଯାଏ ଯେ ସେଇ ଯୋଉ ଗୋଳାକାର ଚଟାଣ ଅଛି ସେଇ ଚଟାଣରେ କଣ କରୁଥିଲେ ନା ସେମାନେ ଶସ୍ୟ ଅମଳ ପାଇଁ ତାହାକୁ ବିନିଯୋଗ କରୁଥିଲେ ଏବଂ ଏଇ ଯୋଉ ଚଟାଣ ଥିଲା ମୁଖ୍ୟତଃ କାଠ ଏବଂ ପଥର ଦୁଇ ଜିନିଷକୁ ନେଇକି ନିର୍ମାଣ କରାଯାଇଥିଲା ଏବଂ ସେଇମାନେ କଣ କରୁଥିଲେ ନା ସେଇ ଯୋଉ ଯେତେବେଳେ ଶସ୍ୟ ଅମଳ କରୁଥିଲେ ତ ଶସ୍ୟ ଅମଳ ସମୟରେ ସେଇ ଯୋଉ ଚଟାଣ ଅଛି ଚଟାଣରେ ସେମାନେ ଚଷୁ ମଧ୍ୟ ଖଟୁଥିଲେ ସେଠାରୁ ଅର୍ଥାତ୍ ମନେକର ଧାନରୁ ସେମାନେ କଣ କରିବେ ଧାନର ଯୋଉ ଉପର ଅଂଶ ଅଛି ତାକୁ ଖୁଟି ଦେଇକି ତାର ଯୋଉ ଚାଉଳ ବାହାର କରିବେ ତାକୁ ଚଷୁ ଖୁଟିବା ବୋଲି କୁହାଯାଏ ହେଲା। ତ ଚଷୁ ମଧ୍ୟ ଖୁଟୁଥିଲେ ଏବଂ ସେଇ ଯୋଉ ଚଷୁ ଖୁଟିକି ଯୋଉ ଅମଳ କରୁଥିଲେ ଫସଲଟା ସେଇଟାକୁ କେଉଁ ସମୟରେ ବିନିଯୋଗ କରୁଥିଲେ ନା ଯେତେବେଳେ ଦୁର୍ବିପାକ ଦେଖାଯିବ ଜରୁରୀକାଳୀନ ପରିସ୍ଥିତି ଦେଖାଯିବ ଆମର ସଭ୍ୟତା ମଧ୍ୟରେ ତ ଜନସାଧାରଣଙ୍କୁ ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ସେଇ ଜିନିଷକୁ ବ୍ୟବହାର କରୁଥିଲେ ହେଲା। ଅର୍ଥାତ୍ ଖାଦ୍ୟ ରଖିବା ପାଇଁ ସେଠାରେ ଯୋଉ ସେଇ ଗୃହ ଗୁଡାକ ବ୍ୟବହାର କରାଯାଉଥିଲା। ତାପରେ ଦେଖ ବୃହତ ଅଟ୍ଟାଳିକା। ଅଟ୍ଟାଳିକାର ଅର୍ଥ କଣ? ଅଟ୍ଟାଳିକାର ଅର୍ଥ ହଉଛି କୌଣସି ପ୍ରକାର ବିଲ୍ଡିଂ ଯୋଉଟା କୁହାଯାଏ ବଡ ବଡ ବିଲ୍ଡିଂ କୁ ଆମର ସାହିତ୍ୟିକ ଭାଷାରେ କୁହାଯାଏ ଅଟ୍ଟାଳିକା ବୋଲିକି। ତ ବୃହତ ଅଟ୍ଟାଳିକା ମଧ୍ୟ ସେଇ ସମୟରେ ଗୋଟେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ହରପ୍ପା ସଂସ୍କୃତିରେ। ଅର୍ଥାତ୍ ଏହାର ତାର ଲମ୍ବ କେତେ ଥିଲା? ଲମ୍ବ ଥିଲା ରେ ପିଲାମାନେ 230 ଫୁଟ ଏବଂ ଓସାର ଥିଲା 78 ଫୁଟ। 78 ଫୁଟ ଓସାର ଏବଂ 230 ଫୁଟ ଲମ୍ବ ବିଶିଷ୍ଟ ଗୋଟିଏ ବୃହତ ଅଟ୍ଟାଳିକା ମାନ ମଧ୍ୟ ନିର୍ମାଣ କରାଯାଇଥିଲା ଏବଂ ଏଠାରେ ବାରଣ୍ଡା ମଧ୍ୟ ତାହାରି ଭିତରେ ଥିଲା ମାନେ ବହୁତ ସ୍ତମ୍ଭ ଗୁଡାକ ମଧ୍ୟ ସେଥି ଭିତରେ ସଂଯୁକ୍ତ ହେଇଥିଲା ଚତୁଃପାର୍ଶ୍ୱରେ ଏବଂ ସାନ ସାନ କୋଠରୀରେ ତାହାକୁ ସଜ୍ଜିତ କରାଯାଇଥିଲା ଏବଂ କୁହାଯାଏ ଯେ କେତେ ଜଣଙ୍କର ମତରେ କୁହାଯାଏ ଯେ ଏଇ ଯୋଉ ବୃହତ ଅଟ୍ଟାଳିକା ଥିଲା ଏହା ବଜାର ପାଇଁ ବ୍ୟବହୃତ ହଉଥିଲା। এই ବୃହତ ଅଟ୍ଟାଳିକାଟା ବଜାର ପାଇଁ ବ୍ୟବହୃତ ହଉଥିଲା। କେତେ ଲୋକ କହୁଥିଲେ ଏହାକୁ ଗୋଟେ ସଭାଗୃହ ଯେତେବେଳେ ରାଜକୀୟ ମଣ୍ଡଳୀର ବ୍ୟକ୍ତି ମାନେ କଣ କରୁଥିଲେ ନା କୌଣସି କାର୍ଯ୍ୟକୁ ଆଲୋଚନା କରିବା ପାଇଁ ଚେଷ୍ଟା କରୁଥିଲେ ତ ସେଇ ସମୟରେ ଏଇ ସଭାଗୃହରେ ଏକତ୍ରିତ ହଉଥିଲେ ଏଇଟା ମଧ୍ୟ କୁହାଯାଉଥିଲା ହେଲା। ଏବଂ କେତେକ ଲୋକ କହୁଥିଲେ ଯେ ଏହା ହଉଛି ବଜାର ଏବଂ କେତେ ଲୋକ କହୁଥିଲେ ଯେ ଯୋଉ ପଦାଧିକାରୀ ବ୍ୟକ୍ତି ମାନେ ଅଛନ୍ତି ବିଭିନ୍ନ ପ୍ରକାର ପଦ ପଦବୀରେ ଯେଉଁମାନେ କାମ କରୁଛନ୍ତି ହରପ୍ପା ସଂସ୍କୃତିରେ ତ ସେଇମାନେ କଣ କରୁଥିଲେ ସେମାନେ ଏଠାରେ ବସବାସ କରୁଥିଲେ ବୋଲି ବି କେତେ ଲୋକ ମତ ଦିଅଥିଲେ। ରାସ୍ତା ଦେଖ ଏମାନଙ୍କର ଯେତେ ବି ରାସ୍ତା ଥିଲା ମୁଖ୍ୟତଃ ଏମାନଙ୍କର ରାସ୍ତା ସମକୋଣରେ ଛେଦ କରୁଥିଲା। ସମକୋଣ ବିଶିଷ୍ଟ 90 ଡିଗ୍ରୀ ବିଶିଷ୍ଟ ଥିଲା। ଅର୍ଥାତ୍ ନଗର ଜୀବନ ତାଙ୍କର ଅନ୍ୟତମ ବୈଶିଷ୍ଟ୍ୟ ହଉଛି ପିଲାମାନେ ଆମର ଉତ୍ତମ ଗମନାଗମନ ବ୍ୟବସ୍ଥା ଏବଂ ବିଜ୍ଞାନ ସମ୍ମତ ଗୋଟେ ଜଳ ନିଷ୍କାସନ ବ୍ୟବସ୍ଥା। ଆମେ ଗୋଟେ ବାରେ ଗୋଟେ ଜଳ ନିଷ୍କାସନ ବ୍ୟବସ୍ଥା ଏଇଟାକୁ ଆଲୋଚନା କରିଦବା ହେଲା। ଏଗୁଡାକର ଯୋଉ ରାସ୍ତା ଥିଲା ରାସ୍ତା ମୁଖ୍ୟତଃ କହିଛି ତୁମକୁ 10 ମିଟର ବିଶିଷ୍ଟ କଣ ଥିବ ଓସାର ହେଇକି ସେ ନିର୍ମାଣ କରାଯାଇଥିବ ଏବଂ ପ୍ରତ୍ୟେକ ରାସ୍ତା ପ୍ରତ୍ୟେକ ଗୃହର ସହିତ ସଂଯୁକ୍ତ ହେଇକି ଥିବ ପିଲାମାନେ ସମକୋଣରେ ହେଲା। ଯେଉଁ ଗୃହ ବି ଥିବ ସେ ରାସ୍ତାରେ କଣ କରିବ ନା ମୁଖ୍ୟ ରାସ୍ତା ସହିତ ଆସିକି ତାଙ୍କ ଗୃହର ରାସ୍ତାଟି ସମକୋଣରେ ଛେଦ କରୁଥିବ ବା ମିଶୁଥିବ ସେମିତି ନିର୍ମାଣ କରୁଥିଲେ। ମନେକର ଏଇ ସାଇଟ ମାନଙ୍କରେ ଏଇଟା ମାନେ ଏଇଟା ମନେକର ପିଲାମାନେ ବିଭିନ୍ନ ଭିନ୍ନ ପ୍ରକାର ଘର ମାନେ ବିଭିନ୍ନ ପ୍ରକାର ଗୃହ ମାନ ଭାବିନିଅ ତ ଏଇଠାରୁ ଯୋଉ ରାସ୍ତା ଆସିବ ନା ରାସ୍ତାଟା ବୁଲେଇ ବଙ୍କେଇ କିମ୍ବା କୌଣସି ଇଆଡେ ସିଆଡେ କରିକି ତାଙ୍କର ରାସ୍ତା ନିର୍ମାଣ କରାଯିବନି। ସିଧାସଳଖ ଡାଇରେକ୍ଟ ସିଧାସଳଖ ପୁରାପୁରି ମାପିବା ପଲି ଡାଇରେକ୍ଟ ଯାଇ କଣ କରିବ ନା ମୁଖ୍ୟ ରାସ୍ତାର ସହିତ ସେଇ ରାସ୍ତାଟି ସଂଯୁକ୍ତ ହୋଇଥିବ ଅର୍ଥାତ୍ ପୁରାପୁରି ସମକୋଣରେ ଛେଦ ହଉଥିବ। ଗୃହର ରାସ୍ତା ବାହାରିବ ଏବଂ ମୁଖ୍ୟ ରାସ୍ତା ସହିତ ଯାଇକି ଛେଦ କରୁଥିବ। ଏମିତି ସମକୋଣରେ ସେମାନେ କଣ କରୁଥିଲେ ନା ରାସ୍ତାକୁ ନିର୍ମାଣ କରୁଥିଲେ ଏବଂ ତାଙ୍କର ଯୋଉ ଗୃହର ଯୋଉ ପିଲାମାନେ ଅଛି ପ୍ରତ୍ୟେକ ଗୃହର ଯୋଉ ରାସ୍ତା ଆସୁଛି ସେଇ ରାସ୍ତାର ତାର ଓସାର କେତେ ଥିଲା 6 ମିଟର ହେଲା। ଏଇ ଯୋଉ ପ୍ରତ୍ୟେକ ଗୃହରୁ ଯେତେ ବି ରାସ୍ତା ଆସୁଥିଲା ତାହାର ଦୈର୍ଘ୍ୟ ଥିଲା କେତେ 6 ମିଟର ପର୍ଯ୍ୟନ୍ତ। ତାହାର ଦୈର୍ଘ୍ୟ ଥିଲା ପିଲାମାନେ ମନେ ରଖ ଏଇ ଯୋଉ ରାସ୍ତା ଗୁଡାକ ଅଛି 6 ମିଟର ପର୍ଯ୍ୟନ୍ତ ଏଟା ରହିବ। ସବୁର ଦୈର୍ଘ୍ୟ ରହିବ 6 ମିଟର ଏବଂ ମୁଖ୍ୟ ରାସ୍ତାର ତାର ଦୈର୍ଘ୍ୟ ହଉଛି ପିଲାମାନେ 10 ମିଟର ହେଲା। 10 ମିଟର ବୁଝିପାରୁଛ। ଜଳ ନିଷ୍କାସନ ବ୍ୟବସ୍ଥା ଦେଖ ଜଳ ନିଷ୍କାସନ ବ୍ୟବସ୍ଥା ତ ଜଳ ନିଷ୍କାସନ ବ୍ୟବସ୍ଥା କେମିତି ଥିଲା? ଏମାନଙ୍କ ପାଇଁ ପିଲାମାନେ ଜଳକୁ ନିଷ୍କାସନ କରିବା ପାଇଁ ନର୍ଦ୍ଦମାର ବ୍ୟବସ୍ଥା ଥିଲା ଏବଂ ଯୋଉ ନର୍ଦ୍ଦମା ବି ଥିଲା ହେଲା ସେଇ ନର୍ଦ୍ଦମା କଣ କରାଯାଇଥିଲା ଢାଙ୍କୁଣୀ ଯୁକ୍ତ କରାଯାଇଥିଲା। କାହିଁକି ଢାଙ୍କୁଣୀ ଯୁକ୍ତ କରାଯାଇଥିଲା ନା ସେମାନେ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଏଇ ସବୁ ଜିନିଷକୁ କରିଥିଲେ। ସ୍ୱାସ୍ଥ୍ୟକୁ ସେମାନେ ଧ୍ୟାନ ଦଉଥିଲେ ଏବଂ ସେଇ କାରଣ ଯୋଗୁଁ ସେଟାକୁ ଢାଙ୍କୁଣୀ ଯୁକ୍ତ କରିଦଉଥିଲେ ଏବଂ ଯେତେ ବି ଜଳ ଖରାପ ଜଳ ବାହାରୁଥିଲା ମଇଳା ଜଳ ଗୃହ ମାନଙ୍କୁ ଯାଉଥିଲା ତ ମୁଖ୍ୟ ନାଳରେ ପଡୁଥିଲା। ସେଇ ନାଳରୁ ଯୋଉ ପାଣି ଯାଉଥିଲା ସେଇ ପାଣିକୁ କଣ କରୁଥିଲେ ନା ସହର ବାହାରରେ ଗୋଟିଏ
କୂପ ସେମାନେ ନିର୍ମାଣ କରୁଥିଲେ ଏବଂ ସେଇ କୂପରେ ସିଧାସଳଖ ଯାଇକି ସେମାନେ ସହର ବାହାରର କୂପରେ ସେଇ ଜିନିଷକୁ ପକାଇ ଦଉଥିଲେ ବା ସହର ଜିନିଷକୁ ସେ ଜିନିଷକୁ ତାମାନେ ସହରର ବାହାରେ ଥିବା କୂପରେ ନେଇକି ନିଷ୍କାସିତ କରିଦଉଥିଲେ। ଏଇଟା ଥିଲା ତାଙ୍କର ଜଳ ନିଷ୍କାସନ ବ୍ୟବସ୍ଥା। ପ୍ରତ୍ୟେକ ଗୃହରୁ ବିଭିନ୍ନ ପ୍ରକାର ନାଳ ନର୍ଦ୍ଦମା ନିର୍ମାଣ ହେବ ଏବଂ ସିଧା ଆସିକି ରାସ୍ତାର ସାଇଡରେ ଯୋଉ ନର୍ଦ୍ଦମା ଅଛି ସେଇ ନର୍ଦ୍ଦମାରେ ମିଶିବ ଏବଂ ସେଇ ନର୍ଦ୍ଦମା ଗୁଡାକ କଣ ଥିବ ଢାଙ୍କୁଣୀ ଯୁକ୍ତ ଥିବ। ବର୍ତ୍ତମାନ ଯେମିତି ଅଛି ଡ୍ରେନ ବ୍ୟବସ୍ଥା ଡ୍ରେନ ସିଷ୍ଟମ ଠିକ ସେମିତି ଥିବ ଏବଂ ସହର ବାହାରେ ଯାଇକି ସିଧାସଳଖ ସେଇ ପାଣି ଗୁଡାକ ସହରର ଯୋଉ ବାହାରେ ଯାଇକି ବା ଆମର ଗୋଟେ ପ୍ରାଚୀର ଦିଆଯାଇଛି ସହରକୁ ନେଇକି ତ ସେଇ ପ୍ରାଚୀର ବାହାରେ ଯାଇକି ଗୋଟେ କୂପ ନିର୍ମାଣ କରିବ ସେଇ କୂଅରେ ଯାଇକି ତାଙ୍କର ମଇଳା ପାଣି ଗୁଡାକ ସବୁ କଣ କରିବ ନା ଗଚ୍ଛିତ ଆକାରରେ ରହିବ। ଏଇଟା ଥିଲା ତାଙ୍କର ଜଳ ନିଷ୍କାସନ ବ୍ୟବସ୍ଥା। ଏଇଟା ହଉଛି ପିଲାମାନେ ଥିଲା ତୁମର କଣରେ ତୁମର ଟାଉନ ପ୍ଲାନିଂ ଆଣ୍ଡ ଷ୍ଟ୍ରକ୍ଚର ନଗର ପରିକଳ୍ପନା ଆଉ ତାର ଯୋଉ ଗଠନ ନା ନଗର ପରିକଳ୍ପନା ନଗର ନିର୍ମାଣ ଯୋଉ ଷ୍ଟ୍ରକ୍ଚର ଗୁଡାକ ଥିଲା ବା ବ୍ୟବସ୍ଥା ଗୁଡାକ ଥିଲା ଏଇଟା ଆମେ ଆଲୋଚନା କଲେ ଗୋଟେ ଲଙ୍ଗ କ୍ୱେଶ୍ଚନ ଏଇଟା ହେଇଯିବ। ତୁମେ ମାନେ ଗୋଟେ କାମ କରିବ ଏଇ ଜିନିଷକୁ ନେଇକି ସର୍ଟ ନୋଟ ପ୍ରସ୍ତୁତ କର ପିଲାମାନେ ଏବଂ ଆଜି ହିଁ ଏହାକୁ ପଢିବାକୁ ଚେଷ୍ଟା କର। ମୁଁ ଯେମିତି କହିଥିଲି ଯୋଉ 7ଟି ଜିନିଷ କହିଛି ସେ 7ଟି ଜିନିଷକୁ ନେଇକି ତୁମେ ଇତିହାସକୁ ପଢିବାକୁ ଚେଷ୍ଟା କର। ତୁମକୁ ଆଗାମୀ ସମୟରେ ଏହା ବହୁତ ଇଜି ହେବ ଏବଂ ଏକ୍ଜାମ ସମୟରେ ବହୁତ ଫଳପ୍ରଦ ମଧ୍ୟ ହେବ। 155 ଟିକେ ବୁଝା ପଡୁଛି ନା ନାଇଁ? ହ୍ୟାଲୋ ବୁଝା ପଡୁଛି ନା ନାଇଁ? ପଢୁଛି ସାର୍। ଠିକ ଅଛି ଚାଲ ମୋର ସୁଶାନ୍ତ ସାର୍ ବୋଧେ କ୍ଲାସ ନେବେ ଏବେ। ସୁଶାନ୍ତ ସାର୍ ଙ୍କର ଅଛି ନା ରାଜା ସାର୍ ଙ୍କର ଅଛି? ମେସେଜ ଦେଇଛନ୍ତି। ଠିକ ଅଛି ଚାଲ।